ଏଇଠି ରୋମିଓ ବିବରଣୀ 12 ପର୍ବ 10 ପଦ ମୁଁ ଟିକେ ଜାଣିବା ପାଇଁ ଚାହୁଁଛି ଏକ୍ଜାକ୍ଟଲି ସେମିତି ଲେଖା ହେଇଛି ନା କଣ ନା ମୁଁ ଭୁଲ କରୁଛି। ସ୍ନେହଶୀଳ ହୁଅ 12 ପର୍ବ 10 ପଦ। ହଁ, ଭାତୃ ପ୍ରେମରେ ପରସ୍ପର ପ୍ରତି ସ୍ନେହଶୀଳ। ଭାତୃ ପ୍ରେମରେ ପରସ୍ପର ପ୍ରତି ସ୍ନେହଶୀଳ ହୁଅ। ସ୍ନେହ ବୋଲେ ଅର୍ଥ କଣ, ପ୍ରେମ ବୋଲେ ଅର୍ଥ କଣ? ସ୍ନେହ ବୋଲେ ହ୍ୱାଟ ଇଜ ଦ ମିନିଂ ଅଫ ସ୍ନେହ, ହ୍ୱାଟ ଇଜ ଦ ମିନିଂ ଅଫ ପ୍ରେମ? ପ୍ରେମ ଆଉ ସ୍ନେହ ତ ପ୍ରାୟ ଗୋଟେ କାହିଁକି ଭଲ ପାଇବାଟା ତ। କେମିତି କିନ୍ତୁ ଈଶ୍ୱରଙ୍କ ବାକ୍ୟ ପବିତ୍ର ଆତ୍ମା କିପରି ଲେଖନ୍ତି? ପ୍ରେମ କର କହିବାଟା ସହଜ, ପ୍ରେମ ବିଷୟରେ ବୁଝାଇବାଟା ସହଜ, ପ୍ରେମ ଉପରେ ଲେକ୍ଚର ଦେବାଟା ସହଜ। ତମେ ପ୍ରେମ ଉପରେ ବହୁତ କିଛି କହିପାରିବ। ବାପା ମାଙ୍କ ପ୍ରେମ, ଭାଇ ଭଉଣୀ ମାନଙ୍କର, ସ୍ୱାମୀ ସ୍ତ୍ରୀର, ପୁଅ ଝିଅ ମାନଙ୍କର, ବୟଫ୍ରେଣ୍ଡ ଗାର୍ଲଫ୍ରେଣ୍ଡ ସେମାନଙ୍କ ପ୍ରେମ ଟିକେ ଅଲଗା। ଆମେ ସବୁ ଜାଣିଛୁ ନିଜର ପ୍ରଭୁଙ୍କ ଦାସମାନଙ୍କ ପ୍ରତି ପ୍ରେମ, ମଣ୍ଡଳୀ ପ୍ରତି ପ୍ରେମ, ସମାଜରେ। ଏଇ ଯୋଉ ପ୍ରେମ ଶବ୍ଦ ଈଶ୍ୱରଙ୍କ ବାକ୍ୟରେ ତାର ଡେଫିନେସନ ବା ଈଶ୍ୱରଙ୍କ ବାକ୍ୟରେ ତାର ଗୁରୁତ୍ୱ, ତାର ଅର୍ଥ ଅତି ଗୁରୁତ୍ୱପୂର୍ଣ୍ଣ। ଆମେ ଅଳ୍ପ ସମୟ ଭିତରେ କିଛି ଗଭୀର ବିଷୟ ଈଶ୍ୱରଙ୍କ ବାକ୍ୟରୁ ଦେଖିବା। ସ୍ନେହଶୀଳ ଈଶ୍ୱରଙ୍କ ବାକ୍ୟ ପ୍ରତ୍ୟେକଟି ବିଷୟଟାକୁ ପ୍ରାଞ୍ଜଳ ଭାବରେ ଉପସ୍ଥାପନ କରେ। ଏପରି କୌଣସି ଅବୁଝା ବିଷୟ ବାଇବେଲରେ ଲେଖା ହେଇନାହିଁ। ହ୍ୟାଲୋ, କିଏ କିଏ ଶୁଣୁଛି? କୌଣସି ଅବୁଝା ବିଷୟ ଲେଖା ହେଇନାହିଁ ବାଇବେଲରେ। ସବୁଠୁ ସରଳ ବହି, ବୁଝିବା ପାଇଁ ସହଜ ହଉଛି ବାଇବେଲ। ଆଉ ସବୁଠୁ କଠିନ ବହି, ସବୁଠୁ ଅବୁଝା ବହି ହଉଛି ବାଇବେଲ। ଯଦି ଆମମାନେ ହୃଦୟ ଖୋଲିବା, ସୁଯୋଗ ଦେବା ପବିତ୍ର ଆତ୍ମାଙ୍କୁ, ତାହେଲେ ବାକ୍ୟ ବୁଝିପାରିବା। ଯଦି ପଣ୍ଡିତ ଭଳିଆ, ଜ୍ଞାନୀ ଭଳିଆ ଆମେ ଆଚରଣ କରିବା, ବାଇବେଲର ଭୁଲ ଖୋଜିବା, ଭୁଲ ଅନୁବାଦ କରିବା ବା ଭୁଲ ଭାବରେ ତାକୁ ଆମେ ବ୍ୟାଖ୍ୟା କରିବା, ତାହେଲେ ବାଇବେଲ ଭୁଲ ହେଇଯିବ। ଆଉ ଈଶ୍ୱରଙ୍କ ବାକ୍ୟ ବୁଝିବା ନିମନ୍ତେ ଆତ୍ମାଙ୍କର ପରିଚାଳନା ଆବଶ୍ୟକ। ହେଡ୍ ନଲେଜର ଆବଶ୍ୟକ ନାହିଁ। ମସ୍ତିଷ୍କଗତ ଜ୍ଞାନରେ ବାଇବେଲ କେହି ବୁଝନ୍ତି ନାହିଁ। ଆମମାନଙ୍କର ମସ୍ତିଷ୍କଗତ ଜ୍ଞାନରେ କେହି ବାଇବେଲକୁ ବୁଝନ୍ତି ନାହିଁ। ଏଥିପାଇଁ ଆଜି ଅନେକ ଲୋକ ବିଭିନ୍ନ ସୋସିଆଲ ସାଇଟ୍ରେ, ବିଭିନ୍ନ ଜାଗାରେ ବାଇବେଲକୁ ସମାଲୋଚନା କରନ୍ତି, ଅର୍ଥ ନ ବୁଝି କଥା କୁହନ୍ତି। ପ୍ରଭୁ ଯୀଶୁ ଗୋଟେ କଥା କହୁ କହିଲେ, ଆକାଶ ମଣ୍ଡଳ ଲୋପ ପାଇବ, ପୃଥିବୀ ଲୋପ ପାଇବ, ଈଶ୍ୱରଙ୍କ ବାକ୍ୟର ବିନ୍ଦୁ କି ମାତ୍ରା ଲୋପ ପାଇବ ନାହିଁ। ବିନ୍ଦୁ କି ମାତ୍ରା, ଅକ୍ଷର ତ ଦୂର କଥା, ପଦ ତ ଦୂର କଥା, ଈଶ୍ୱରଙ୍କ ବାକ୍ୟ କେବେ ଲୋପ ପାଇବ ନାହିଁ। ଆକାଶ ମଣ୍ଡଳ ଲୋପ ପାଇବ, ଗ୍ୟାରେଣ୍ଟି ଲୋପ ପାଇବ, ଲେଖା ହେଇଛି ବାଇବେଲରେ। କେମିତି ଲୋପ ପାଇବ, କେବେ ଲୋପ ପାଇବ, ସବୁ ଲେଖା ହେଇଛି। ପୃଥିବୀ ଲୋପ ପାଇବ, ଏଇଟା ମଧ୍ୟ ଲେଖା ଯାଇଛି। କିନ୍ତୁ ଈଶ୍ୱରଙ୍କ ବାକ୍ୟର ବିନ୍ଦୁ, ଗୋଟେ ଡଟ୍, ଗୋଟେ ମୁନ, ଛୁଞ୍ଚି ମୁନ ଏତିକି ଡଟ୍ କେବେ ମଧ୍ୟ ଲୋପ ପାଇବ ନାହିଁ। ଏଥିପାଇଁ ମୁଁ ବୁଝୁଛି କି ନାହିଁ, ଆପଣ ବୁଝୁଛନ୍ତି ନାହିଁ, ସେଟା ବଡ ପ୍ରଶ୍ନ ନାହିଁ। ଈଶ୍ୱରଙ୍କ ବାକ୍ୟ ଅପରିବର୍ତ୍ତିତ ବାକ୍ୟ। ଈଶ୍ୱରଙ୍କ ବାକ୍ୟ ସ୍ୱର୍ଗରେ ସଂସ୍ଥାପିତ। ହାଲେଲୁୟା। ଈଶ୍ୱରଙ୍କ ବାକ୍ୟ ସ୍ୱର୍ଗରେ ସଂସ୍ଥାପିତ, ସେଟେଲ୍ଡ ଇନ୍ ହେଭେନ୍। ଏଇ ଯୋଉ କପି ଆପଣ ହାତରେ ବାଇବେଲ ଧରିଛନ୍ତି, ତାର ଅରିଜିନାଲ କପି ସ୍ୱର୍ଗର ପିତାଙ୍କ ସିଂହାସନ ସାମ୍ନାରେ ରଖା ହେଇଛି। ଏଇ ବହିର ଅରିଜିନାଲ କପି, ଏଇଟା ତ ଟ୍ରାନ୍ସଲେସନ ହେଇକି କେତେ ହଜାର ଭାଷାରେ ଟ୍ରାନ୍ସଲେସନ ହେଇ ସାରିଛି। ଯୋଉ ଭାଷାରେ ଅନୁବାଦ କରାଯାଇ ପାରୁନାହିଁ, ତାକୁ ଅଡିଓ ଭିଡିଓ ମାଧ୍ୟମରେ ତାକୁ ଟ୍ରାନ୍ସଲେସନ କରିକି, କଥା କହିକି ଲୋକମାନଙ୍କ ପାଖରେ ପହଞ୍ଚିବା ନିମନ୍ତେ ଯୁଗ ଯୁଗ ଧରି ଚେଷ୍ଟା ଚାଲିଛି। ଯେହେତୁ ପ୍ରଭୁ ଯୀଶୁ ଗୋଟେ କଥା କହିଲେ, ପ୍ରତ୍ୟେକ ଜାତି, ଗୋଷ୍ଠୀ, ଭାଷାବାଦୀ ଲୋକମାନେ ନିଜ ଭାଷାରେ ଈଶ୍ୱରଙ୍କର ସୁସମାଚାର, ପ୍ରଭୁଙ୍କ ସୁସମାଚାର ଶୁଣିବେ। ନିଜ ଭାଷାରେ ଶୁଣିବେ, ନିଜ ଭାଷାରେ। ଯେମିତି ଆମେ କନ୍ଧମାଳ ଲୋକ କୁଇ ଭାଷା କହୁ, ଏବଂ ସେଇ ଭାଷାରେ ଆମେ ମଧ୍ୟ ବାଇବେଲ ପଢୁ, ଗୀତ ଗାଉ, ପ୍ରଭୁଙ୍କ ଗୀତ। ଆଉ କିଏ ସାନ୍ତାଳୀ ହେଇଥିବେ, ଓରାଙ୍ଗ ହେଇଥିବେ, ସୌରା ହେଇଥିବେ, ଓଡ଼ିଆ, ହିନ୍ଦୀ, ତେଲୁଗୁ, ତାମିଲ, ଗୁଜରାଟୀ, ପଞ୍ଜାବୀ, ମରାଠୀ, ଗୁରୁମୁଖୀ, ଆସାମୀ, କି ଆଉ ପୃଥିବୀର ଯେକୌଣସି ଦେଶର ଭାଷା, ପ୍ରତ୍ୟେକ ଭାଷାରେ ବାଇବେଲ ଅଛି। ଆଉ ଏଇ ବାଇବେଲକୁ ଅନୁବାଦ କରିବା ପାଇଁ ବର୍ଷ ବର୍ଷ ଧରି ଲୋକମାନେ ଚେଷ୍ଟା କରୁଛନ୍ତି, ସମୟ ଦେଉଛନ୍ତି। ଅନୁବାଦରେ ଲୋକଙ୍କର ବର୍ଷ ବର୍ଷ ସମୟ କଟି ଯାଉଛି।
गोटे लोक बाइबल अनुवाद करने बाहर 45 वर्ष लगे घर को फेरिया 45 वर्ष 45 years he translated the Bible मोर कहबार अर्थ होती आज आपण साधारण बही धरी ना जो बही कथा कुहे पृथ्वीर कौन सी बही कथा कुहे ना बहुत दर्शन तत्व ज्ञान पांडित्य गभीर रहस्य वैज्ञानिक अर्थनैतिक सामाजिक राजनैतिक धर्मनैतिक विभिन्न बही अच्छी किंतु बाइबल गोटे बही जो ईश्वर संकल्प प्रकाश पाए प्रभु हृदय कौन अच्छी मनुष्य पाई आपण यही बाइबल रे प्रकाश पाए एथिपाई ईश्वर वाक्य बुझा निमंते आम को नम्र होगा पड़ो आम को पवित्रात्मा साहाय्य लोड़िया पड़ो आमको जो माने बुझे पारे जो मान को प्रभु से अनुग्रह देते से प्रकार भाई भौणी मान प्रभु दास दासी मान पाखक जावाई पड़ो कांडाकी नामनी राणी व्यवस्था जिते बड़े कि जेरूसलम रे उपासना करी फेरुचंते आत्मा फिलिपं को कहले उठ गाजा पथ धर ये जो गाजा बोली रास्ता थिला पलिस्तीन देश रे से पथ धर आउ से जगह जड़े फाइनेंस मिनिस्टर आसचंती कांडाकी राणी व्यवस्था धन भंडार मालिक तांको जाइकी देख आत्मा फिलिपं को उड़ाई नहीं गले हेलो शुणिलु मु कौन कहूँ आत्मा फिलिपं को उड़ाई नहीं गले आश्चर्य कथा यहाँ से रथरे जाउछंती घोड़ा बंधा होइछि सामनारे तांकर बॉडीगार्ड माने जाउछंती पवित्रात्मा फिलिपं को जेरूसलम उड़े कि नहीं गलानी आओ जाइकी से रथ पकड़े ठिया ही गले आ से पचारिले तांको बाबू जोड़ा पढ़ुच बुझी पारुच कि whether you are able to understand what you are reading तमे कौन पढ़ुच ता बुझी पारुच कि न बुझिले आमे अबुझाई कि रहिबा अज्ञान कि रहिबा बुझिले कौन करा जीवो जानिबा जदि बुझी पारुनु अबुझा मनुष्य भूल करे हेलो सुनुच तो अबुझा मनुष्य भूल करे जे बुझे ना से गलती करे भूल करे आउ से तार निजर भूल बुझी पारे नहीं अबुझा मनुष्य अन्य को बुझाई चेष्टा करे अबुझा मनुष्य अन्य को भूल बुझे अबुझा मनुष्य सर्वदा निजे ज्ञानी बोली भावे ज्ञानी पंडित अबुझा पंडित एथिपाई आज जो विषय में बुझीनु जदि से विषय कथबार्ता करवा जदि मु जोड़ा मु निजे बुझी पारु नाही बा जानी पारु नै से कथा मु कहिबी ताले मोठु अज्ञानी अबुझा लोक केही नाही एथिपाई जेतेबेले से जाउचंती कांडाकी नामनी राणी व्यवस्था निकट को फाइनेंस मिनिस्टर थिले अर्थमंत्री थिले कांडाकी देशर आ से पचले आपण कौन पढ़ुचंती बुझी पारुचंती कि प्रेरित क्रियार ता लिखाई से कौन कहले जानिचो कि जने महान ज्ञानी लोक गोटे फाइनेंस मिनिस्टर अर्थमंत्री मते जड़े बुझाई न देले मु बुझीबी केमिति हेलो शुणुच तो मते जड़े बुझाई न देले मु बुझीबी केमिति समस्ते कहते मो सहित मते जड़े बुझाई न देले मु बुझीबी केमिति आज लोक बुझीबा पाई चाहती नहीं जे पुलपिट रे माइक पाइला से भावुजे महापंडित महाज्ञानी बोली जब एमती माइक टा पाइगला ठिया से भावुजे मु जेते बसचंती लोक तांको अधिक ज्ञानी होची मु महापंडित महाज्ञानी दर्शन तत्पर परिपूर्ण कौन लिखाई मोर भाई भौणी माने द्वितीय करंतीय मंडली को पाउलंकर द्वितीय पत्र आसतु दयाकोरी आम वाक्य भीतर जीवा पूर्व मु गोटे दुटा पद निश्चय कहवाई चाहूँगी जोटा अति गुरुत्वपूर्ण आम निमंते এই জায়গায় প্রভুঙ্গ বাক্য লেখা যাইছি 13 পদ এক পর্বর 13 পদ করন্তীয় মণ্ডলী को পাউলঙ্কর পত্র এক পর্বর 13 পদ कारण কারণ तुम्बे मैंने जहा जहा पाठ करी बुझी पार যাহা যাহা পাঠ করি বুঝি পার से सबु बिना ସେହି ସବୁ ବିନା आम्भे मैंने तुम मन को निकट को आहा आउ किछि लेखु नाहु ଦେଖ जोटा बुझीब बापा सेटा लिखुच जोटा तुम बुझी पार ना से कथा मुझे कहूना पावल कहते करंतीय मंडली को द्वितीय पत्र रे पाठ करी तुम्हें जोटा बुझी पार सेटा मुझे लिखुची
ଆମେ ଅନେକ ସମୟରେ ଏଇ ପବିତ୍ର ବେଦୀରେ ଏମିତି କେତେଟା କଥା କହୁ ଯୋଉଟା ନିଜେ ବି ବୁଝି ନଥାଉ, ଅନ୍ୟମାନେ କେହି ବୁଝନ୍ତି ନାହିଁ। ସ୍ପଷ୍ଟ କଥା ଏଇ ଜାଗାରେ କୁହାଯାଉ, ସ୍ପଷ୍ଟ କଥା ପ୍ରାଞ୍ଜଳ ଭାବରେ ଉପସ୍ଥାପନ କଲାବେଳେ ତମେ ବାଦ୍ୟ ବଜାଅ, ତମେ ଗୀତ ଗାଅ, ତମେ ଉପାସନା କର, ବାକ୍ୟ ପ୍ରଚାର କର, ବାକ୍ୟ ପଢ, ପ୍ରାର୍ଥନା କର, ଯାହା ବି କର, ବୁଝିବା ଅତି ଆବଶ୍ୟକ। ଏଥିପାଇଁ ଯାହା ପାଠ କରି ଆମେ ବୁଝିପାରୁ ତାକୁ ଛାଡ଼ିକି ଅନ୍ୟ ବିଷୟ ତୁମକୁ ମୁଁ ଜମା କହୁନାହିଁ ବୋଲି ପାଉଲ କହୁଛ। ଏଥିପାଇଁ ଆମମାନେ 2 ଦିନ ପାଇଁ ଏହି ସଭାର ଆୟୋଜନ କରାଯାଇଛି। ଏହି 2 ଦିନର ମୂଲ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ। ଗୀତ ସଂହିତା 110:3 ତୁମ୍ଭ ପରାକ୍ରମର ଦିନରେ ତୁମ୍ଭ ପରାକ୍ରମର ଦିନରେ, ଡେ ଅଫ୍ ୟୁର ମାଇଟି ବା ପରମେଶ୍ୱରଙ୍କର ପରାକ୍ରମର ଦିନରେ ତୁମ୍ଭ ଲୋକମାନେ କିଏ କିଏ ପ୍ରଭୁଙ୍କ ଲୋକ ଅଛନ୍ତି ଏଠି ଦେଖିବା କାହିଁ? ତମେ ପ୍ରଭୁଙ୍କ ଲୋକ ହେଇଥିଲା ଯୋଉଟା ନ ଉଠାଉ ନାହିଁ। ଓକେ, ଯୀଶୁଙ୍କ ଲୋକ ତ? ହଁ, ତୁମ୍ଭ ପରାକ୍ରମ ଦିନରେ ତୁମର ଲୋକମାନେ ସ୍ୱେଚ୍ଛାରେ ଆପଣାମାନଙ୍କୁ ଉତ୍ସର୍ଗ କରନ୍ତି। ସ୍ୱେଚ୍ଛାରେ ଆପଣମାନଙ୍କୁ ଉତ୍ସର୍ଗ କରନ୍ତି। ସ୍ୱେଚ୍ଛାରେ, ୱିଲିଂଲି, ଭଲେଣ୍ଟାରଲି, ସ୍ୱେଚ୍ଛାପୂର୍ବକ, ନିଜ ଇଚ୍ଛାରେ ସେମାନେ କଣ କରନ୍ତି? ନିଜକୁ ଉତ୍ସର୍ଗ କରନ୍ତି, ସମର୍ପଣ କରନ୍ତି। ସ୍ୱେଚ୍ଛାରେ, କିଏ ନ ଡାକିଲେ ମଧ୍ୟ ତମେ ବ୍ୟକ୍ତିଗତ ଭାବରେ ନିଜକୁ ପ୍ରଭୁଙ୍କଠାରେ ସମର୍ପଣ କରିବ। ବଡ ବିଷୟ ଏଟା। ସ୍ୱଇଚ୍ଛାରେ କିଏ ଡାକିବା ଦରକାର ନାହିଁ, କୋଉ ଅନୁଷ୍ଠାନ ଡାକିବା ଦରକାର ନାହିଁ। ଯଦି ପ୍ରଭୁଙ୍କୁ ତୁମେ ପ୍ରେମ କରୁଛ, ସ୍ୱଇଚ୍ଛାରେ ସମର୍ପଣ କରିବ ପ୍ରଭୁଙ୍କ କାମ କରିବା ପାଇଁ। ମୁଁ କଣ ପ୍ରଚାରକ, ପାଳକ, ଶିକ୍ଷକ ହୁଅ ବୋଲି। ପ୍ରଭୁଙ୍କର ସନ୍ତାନ, ଦାସ ଦାସୀ ହିସାବରେ ନିଜକୁ ସମର୍ପଣ କର। କାହିଁକି? ଗୋଟେ ଡେ ଅଫ୍ ହିଜ୍ ମାଇଟି ବା ତାଙ୍କର ପରାକ୍ରମ ଦିନ ଆସୁଅଛି, ଏବେ ମଧ୍ୟ ଉପସ୍ଥିତ ଅଛି। ଚକ୍ଷୁ ଯାହା ଦେଖି ନାହିଁ, କର୍ଣ୍ଣ ଯାହା ଶୁଣି ନାହିଁ, ଅନ୍ତର ମଧ୍ୟରେ ଯୋଉଟା କେବେ ବୋଧ ହୋଇନାହିଁ, ସେ ଆପଣା ପ୍ରେମକାରୀ ଲୋକଙ୍କ ପାଇଁ ତାହା ରଖିଅଛନ୍ତି। ପ୍ରେଜ୍ ଦ ଲର୍ଡ। ଆଖି ଯୋଉଟା ଦେଖି ନାହିଁ, କର୍ଣ୍ଣ ଯାହା ଶୁଣି ନାହିଁ, କାନରେ ଶୁଣିନୁ, ସେମିତି ବିଷୟ ପ୍ରଭୁ ରଖିଅଛନ୍ତି ଆପଣଙ୍କ ପାଇଁ, ମୋ ପାଇଁ। ଏଇଟା ଗୋଟେ ଅଗାଧ ସମୁଦ୍ର। 1971 ମସିହାରେ ମୁଁ ପଢୁଛି ଏ ବାଇବଲ। 1971 ବୋଇଲେ ମୁଁ ଯୁବା ଥିଲି, ମୋର ବାଳ ପାଚି ନଥିଲା ବାପା, ଏବେ ସିନା ବାଳ ପାଚିଲା। ମୁଁ ତମ ଭଳିଆ ତାଗଡା ଥିଲି ସେତେବେଳେ। ସେଇଦିନଠୁ ପଢୁଛି, ଗୋଟେ ବିନ୍ଦୁ ମଧ୍ୟ, ଗୋଟେ ବିନ୍ଦୁ, ସମୁଦ୍ରର ପାଣି, ମହାସାଗର ଭିତରେ ଗୋଟେ ବିନ୍ଦୁ ପାଣି ମଧ୍ୟ ମୁଁ ପାଇନାହିଁ। ଏତେ ଅଗାଧ ସାଗର। ତୁରୀ ବାଦ୍ୟରେ ଯୀଶୁ ଆସିବା ପର୍ଯ୍ୟନ୍ତ ଗୋଟେ ବୁନ୍ଦା ପାଣି ମଧ୍ୟ ଆମେ ଏଠୁ ପାଇପାରିବା ନାହିଁ। ଏଥିପାଇଁ ଏ ଯୋଉ ବାକ୍ୟ ହାତରେ ପାଇଛୁ, ଜୀବନର ବାକ୍ୟ, ପରିତ୍ରାଣର ବାକ୍ୟ, ପରିବର୍ତ୍ତନ କରିବାର ବାକ୍ୟ, ସୁସ୍ଥ କରିବାର ବାକ୍ୟ, ଉତ୍ସାହ ଦେବାର ବାକ୍ୟ, ଅନୁଯୋଗ କରିବାର ବାକ୍ୟ, ସଂଶୋଧନ କରିବାର ବାକ୍ୟ, ଭୁଲ ଦେଖାଇବାର ବାକ୍ୟ, ପରିଷ୍କାର କରିବାର ବାକ୍ୟ। ଯୀଶୁ କହିଲେ, ଯୌନ ସୁସମାଚାର 15:3 ପଢ ଶୀଘ୍ର, ଜଲ୍ଦି। ଯୌନ ସୁସମାଚାର 15:3 ସେ କଣ ବୋଲି କହିଲେ? ହାଲେଲୁୟା। ତୁମ୍ଭମାନଙ୍କୁ ମୁଁ ଯୋଉ ବାକ୍ୟ କହିଅଛି, ସେଥିପାଇଁ ତୁମେ କଣ ହେଇଅଛ? ପରିଷ୍କୃତ ହୋଇଅଛ। କାହିଁରେ ପରିଷ୍କାର? ତୁମକୁ ଯୋଉ ବାକ୍ୟ କହିଛି, ପ୍ରଭୁ କହିଲେ ତୁମକୁ ଯୋଉ ମୁଁ ବାକ୍ୟ କହିଛି ବା ତୁମକୁ ଯୋଉ ବାକ୍ୟ କହୁଅଛି ବାଇବେଲ ଦ୍ୱାରା, ଆଉ ଶିଷ୍ୟମାନଙ୍କ ସମୟରେ ସେ ଥିଲେ ନିଜେ, ଶିଷ୍ୟମାନଙ୍କୁ ସେ କଥା କହୁଥିଲେ। ଆଜି ଆପଣଙ୍କୁ ମୋତେ ବାଇବେଲ ଦ୍ୱାରା କଥା କହୁଛନ୍ତି, ତାଙ୍କ ବାକ୍ୟ ଦ୍ୱାରା। ସେ କହିଲେ, ବାକ୍ୟ ଯୋଗୁଁ ତୁମେ ପରିଷ୍କୃତ ହୋଇସାରିଅଛ। ଈଶ୍ୱରଙ୍କ ବାକ୍ୟକୁ, ଈଶ୍ୱରଙ୍କ ବାକ୍ୟରେ ଜଳ ସହିତ ତୁଳନା କରାଯାଏ। ଆଚ୍ଛା, ଆଜି କିଏ କିଏ ଦର୍ପଣ ଦେଖିକି ଆସୁଛି? ଦେଖିବା ଏଠି ଦର୍ପଣ କିଏ କିଏ ଦେଖିଛ? ହାତ ଉଠାଅ। ଓକେ, ଥ୍ୟାଙ୍କ ୟୁ। ଦର୍ପଣ କିଏ ଦେଖି ନାହିଁ? ମୁଁ ଦର୍ପଣ ଖୋଜିଲି, ଦେଖିପାରିଲି ନାହିଁ। ସେ ଖିଡିକି ପାଖକୁ ଯାଇକି ଦେଖିଲି, ତାଙ୍କର ଗ୍ଲାସରେ ଆର୍କେଡିଗାଲର ଚେହେରା କେମିତି ଅଛି। ତମେ ସମସ୍ତେ ଗାଧେଇଥିବ ନାଇଁ କି? ମଇଳା କୋଉଠି ନାହିଁ? କାନରେ ମଇଳା ଅଛି କି ନାହିଁ? ନଖରେ, ଜିଭରେ, ଦାନ୍ତରେ, ଆଖିରେ, ଏଠି ଏତ ମହୁ ଅଛି। ସବୁ ଜାଗାରେ ମଇଳା ଅଛି, କୋଉଠି ନାହିଁ ଦେହରେ। ସକାଳ ପାଇଲେ ଧୋଉଛୁ, ଆମେ ସାବୁନରେ ଧୋଉଛୁ, ଗାଧଉଛୁ, ସାମ୍ପୁ ବାଥ କରୁଛୁ। ଯଦି ଶରୀରକୁ ପରିଷ୍କାର କରିବା ପାଇଁ ଏତେ ଆମେ କାର୍ଯ୍ୟକ୍ରମ କରୁଛୁ,
ଆତ୍ମିକ ସଂଶୋଧନ ଆତ୍ମିକ ପରିଷ୍କାର ନିମନ୍ତେ ଈଶ୍ୱରଙ୍କ ବାକ୍ୟର ପ୍ରୟୋଜନ ଅଛି। ଯୀଶୁ କହିଲେ ମୁଁ ତୁମକୁ ଯୋଉ ବାକ୍ୟ କହିଅଛି ତୁମେ ତାହିଁରେ ପରିଷ୍କାର ହେଇଯାଉଛ। ଏଥିପାଇଁ ମୁଁ ପିଲାମାନଙ୍କୁ କହିବା ପାଇଁ ଚାହୁଁଛି, ଯୁବା ପୁଅ ଝିଅ ମାନଙ୍କୁ, ଯଦି ଜୀବନରେ ଉନ୍ନତି କରିବା ପାଇଁ ଚାହୁଁଛ, ଫଳପ୍ରଦ ଫ୍ରୁଟଫୁଲ ଲାଇଫ କଟାଇବା ପାଇଁ ଚାହୁଁଛ, ସକ୍ସେସ୍ ହେବା ପାଇଁ ଚାହୁଁଛ, ଏକ ଶୃଙ୍ଖଳିତ ନାଗରିକ ହେବା ପାଇଁ ଚାହୁଁଛ, ଶୃଙ୍ଖଳିତ ବ୍ୟକ୍ତି ହେବା ପାଇଁ ଚାହୁଁଛ, ଆଶୀର୍ବାଦରେ ଭରପୁର ଜୀବନ କାଟିବା ପାଇଁ ଚାହୁଁଛ, ଈଶ୍ୱରଙ୍କ ବାକ୍ୟକୁ ଗୁରୁତ୍ୱ ଦିଅ। ଡ୍ୟୁଟି ମେଣ୍ଟେନ କରିବା ପାଇଁ ଈଶ୍ୱରଙ୍କ ବାକ୍ୟ ପଢ ନାହିଁ। ସକାଳେ ସନ୍ଧ୍ୟାରେ ରାତିରେ ଯେତେବେଳେ ସୁଯୋଗ ପାଇଲେ ତମେ ପାଠ ପଢ, ଚାକିରି କର, ମୂଲିଆ ମଜୁରୀ କର, ବ୍ୟବସାୟ କର, କଣ କରୁଛ କର, ଈଶ୍ୱରଙ୍କ ବାକ୍ୟକୁ ପାଖରେ ରଖ। ଯେତେବେଳେ ପାଉଛ ପଢ, ବୁଝିଲେ ବି ପଢ, ନ ବୁଝିଲେ ମଧ୍ୟ ପଢ, ଆଉ ଦେଖ କେମିତି ଆଶୀର୍ବାଦ ତମେ ପାଇବ। ହାଲେଲୁୟା। ଏଥିପାଇଁ ଆମେ ଗୀତ ସଂହିତା 110ରେ ଥିଲୁ। ଆସନ୍ତୁ ଗୀତ ସଂହିତା 110କୁ ଯିବା। 110ର 3 ପଦ ପଢୁଥିଲୁ। ଗୀତ ସଂହିତା 110ର 3 ପଦ। ତୁମ ପରାକ୍ରମର ଦିନରେ ଲୋକମାନେ, ତୁମ୍ଭ ପରାକ୍ରମର ଦିନରେ ଆହା, ତୁମ୍ଭ ଲୋକମାନେ ସ୍ୱେଚ୍ଛାରେ ଆପଣମାନଙ୍କୁ ଉତ୍ସର୍ଗ କରନ୍ତି। ଏଇଠି ପ୍ରଭୁ କାହାକୁ ଖୋଜୁଛନ୍ତି ଆଜି? ଯୋଉମାନେ ସ୍ୱେଚ୍ଛାରେ ନିଜକୁ ଭଲେଣ୍ଟାରଲି ୱିଲିଂଲି ନିଜ ଇଚ୍ଛାରେ କିଏ ନ ଡାକିଲେ ସୁଦ୍ଧା ବୋଝ ବୋଲି ନ ଭାବିକି ଖୋଲା ମନରେ ନିଜକୁ ସମର୍ପଣ କରିବେ, ସେଇ ପ୍ରକାର ଲୋକମାନଙ୍କୁ ଏଇ ମିଟିଂରେ ପ୍ରଭୁ ଖୋଜୁଛନ୍ତି। ଖ୍ରୀଷ୍ଟିଆନ ତ କନ୍ଧମାଳରେ ମାଳ ମାଳ ମଣ୍ଡଳୀ ଗୁଡାକ ଶହ ଶହ ମଣ୍ଡଳୀ ଅଛି, କିନ୍ତୁ ଆଜି ସମର୍ପିତ ଲୋକଙ୍କୁ ଦରକାର। ଆଉ ସମର୍ପିତ ଲୋକ କମ୍ପ୍ଲେନ କରିବ ନାହିଁ, ସମର୍ପିତ ଲୋକ ଅଭିଯୋଗ କରିବ ନାହିଁ। ତଳେ କଣ ଲେଖା ହେଇଛି ବାପା? ପବିତ୍ରତାର ସୌନ୍ଦର୍ଯ୍ୟରେ ଅରୁଣର ଗର୍ଭରୁ ତୁମ୍ଭର ଯୁବକ ଗଣ ଶିଶିର ତୁଲ୍ୟ ଉତ୍ପନ୍ନ। ବହୁତ ବଡ ଗୁରୁତ୍ୱପୂର୍ଣ୍ଣ କଥା ଲେଖା ହେଇଛି। ପବିତ୍ରତାର ସୌନ୍ଦର୍ଯ୍ୟ। କି ସୌନ୍ଦର୍ଯ୍ୟ ସମସ୍ତେ କହିବା? ଆମେ ସବୁ ସୁନ୍ଦର ନାଇଁ କି? ମୁଁ ସୁନ୍ଦର ଅଛି ନା ନାଇଁ? ଚାନ୍ଦ ମାଇ ତ ତମେ ସମସ୍ତେ ସମସ୍ତେ ସୁନ୍ଦର, ଖାଲି ଦେଖିବାଟା ଭୁଲ ଭାଲ ହେଇଯାଉଛି। ତମ ଆଖିର ଦୋଷ ସେଇଟା। ସମସ୍ତେ ସୁନ୍ଦର, ପ୍ରଭୁଙ୍କର ସୃଷ୍ଟି ପରା ଆମେ। ଯେତେ ଆକାଶର ଚଢେଇ, ସମୁଦ୍ରର ପାଣିର ମାଛ, ଉରଗାମୀ ଜନ୍ତୁ, ବନ୍ୟ ଜନ୍ତୁ, କୀଟ ପତ, ତରୁଲତା, ସାନଠାରୁ ବଡ, ଦୃଶ୍ୟ ଅଦୃଶ୍ୟ, ସମସ୍ତଙ୍କୁ ବାକ୍ୟରେ ସୃଷ୍ଟି କରି ମଣିଷକୁ ହାତରେ ତିଆରି କଲେ। ଆଉ ମଣିଷକୁ ପୃଥିବୀର ଅଧିକାର ଦେଲେ। ଆପଣଙ୍କୁ ମତେ ପ୍ରଭୁ ସୃଷ୍ଟି ହାତରେ କରିଛନ୍ତି, ତିଆରି କରିଛନ୍ତି। ବାକ୍ୟରେ ସୃଷ୍ଟି କରିନାହାନ୍ତି, ହାତରେ ତିଆରି କରିଛନ୍ତି। ତାଙ୍କର ସୃଷ୍ଟି ଅତି ସୁନ୍ଦର, ମର୍ଯ୍ୟାଦାପୂର୍ଣ୍ଣ। ଏଇ ବିଷୟଟାକୁ ଭୁଲିବା ନାହିଁ। ଏଥିପାଇଁ ପବିତ୍ରତାର ସୌନ୍ଦର୍ଯ୍ୟ ଆଜି ଦରକାର ଆମମାନଙ୍କୁ। ଆମେ ତ କସ୍ମେଟିକ ଡେକୋରେସନ କରିକି ଯାହା ବି କରିପାରିବା କି ନାହିଁ? ବିଭିନ୍ନ ରକମର ଆମର ପୁଅମାନେ ଝିଅମାନେ ବିଭିନ୍ନ ବିଷୟ ଆମେ କରୁ। ଅତର ଲଗେଇବା, ସ୍ପ୍ରେ କରିବା, ଯାହା ବି ଆମେ ନିଜର ଡେକୋରେସନ କରିକି ସଜାଇବା ପାଇଁ ଚେଷ୍ଟା କରୁ। ଆମେ ଯୋଉ ସଜାଉ ନିଜକୁ, କେତେ ସମୟ ସେଇଟା ରୁହେ? ହ୍ୟାଲୋ, ଆମେ ଯୋଉ ନିଜକୁ ସଜାଉ 24 ଆୱାର୍ସ ଭିତରେ ସକାଳେ ସକାଳେ ସଜାଉ, ଅଫିସକୁ ନହେଲେ କଲେଜକୁ କୁଆଡେ ଯିବା ପାଇଁ କି କୋଉଠି ଟ୍ରାଭେଲିଂ କରିବା ପାଇଁ ସଜାଉ, କେତେ ସମୟ ରହିବ ସେଇଟା ସଜାଇବାଟା? ଆଜ୍ଞା, କେତେ ସମୟ? ବଢିଆରେ ପାଉଡର ମାରି ଦେଇଥିବ, ବର୍ଷା ଆସିକି ମୁହଁରେ ପଡିବ, କେମିତି ଥିବ? ଅସଲ ଚେହେରା ଧରା ପଡିବ ସେଇଠି। ତମେ ଧଳା ନା କଳା ତମେ ନିଜେ ଜାଣିବ ସେଇଠି, ହେଲା। ଏଥିପାଇଁ ଏଇ ଯୋଉ ବାହ୍ୟ ଡେକୋରେସନ ସୁନ୍ଦର ତ ଦରକାର, କିନ୍ତୁ ଆଜି ମଣ୍ଡଳୀକୁ କଣ ଦରକାର ଜାଣିଛ କି? ପବିତ୍ରତାର ସୌନ୍ଦର୍ଯ୍ୟ ଦରକାର। ଆମ ବେଦୀରେ ପବିତ୍ରତା ଅଛି? କମାନ, ଏଇଟା ତ ବହୁତ ଲିଡର ମାନେ ବସୁଛନ୍ତି, ମଣ୍ଡଳୀର ବଡ ବଡ ନେତା ମାନେ ବସୁଛ ନା, ପାଳକ ପ୍ରଚାରକ ମାନେ ମଧ୍ୟ ଅଛନ୍ତି, ବୟସ୍କ ଲୋକ ବୁଝିବା ଲୋକ ଅଛନ୍ତି। ଆଜି ଆମ ବେଦୀରେ ପବିତ୍ରତା ଅଛି କି? ହାରଣଙ୍କ ହାତରୁ ଅଗ୍ନି ନେଇକି ଲେବୀୟ ଯାଜକ ମାନେ ବେଦୀରେ ଢାଳୁଥିଲେ। ମହାଯାଜକ ହାରଣଙ୍କ ହାତରୁ ଅଗ୍ନି ନେଇକି ସେମାନେ କଣ କରୁଥିଲେ? ବେଦୀରେ ଢାଳୁଥିଲେ। ଆଉ 24 ଘଣ୍ଟା ପର୍ଯ୍ୟନ୍ତ ବେଦୀରେ ଅଗ୍ନି, ଯଜ୍ଞ ବେଦୀରେ ଅଗ୍ନି ଲାଗି ରହୁଥିଲା। ସେଦିନ ହାରଣ ମହାଯାଜକ ଆସିବାରେ ଡେରି କଲେ। ପିଲାମାନେ କଣ ଭାବିଲେ? ସେମାନେ ବି ଯାଜକ ଥିଲେ, ଲେବୀ ବଂଶ ଲୋକମାନେ। ବାପା ଆସିଲେ, ଚାଲ ଆମେ ନିଜେ ଅଗ୍ନି ନେଇ କଣ କରିବା? ଢାଳିବା ଅଗ୍ନି। ସେମାନେ ଅଗ୍ନି, ସେ ଅଙ୍ଗାର ଧାନୀର ଅଗ୍ନି କାଢିଲେ। ସେତେବେଳକୁ କଣ ହେଇଛି? ଢାଳିବା ପୂର୍ବରୁ
से अग्नि तांको ग्रास कला लिखाई से अग्नि जोड़ा पवित्र अग्नि इतर अग्नि है स्ट्रेंज फायर है स्ट्रेंज फायर अजଣା अग्नि है प्रभु ताको ग्रहण कले नाई आमानंकर प्रार्थना उपासना नाच ड्रामा गीत आमानक प्रचार वाक्य आमानकर पवित्र आत्मा दान सबू जो आम डेमोन्स्ट्रेट करो ये जगार इतर अग्नि ना ओरिजिनल अग्नि बुझा दरकार एटा मु युवा पिला तुमर ग्रुप को कहवाई चाहूँगी प्रभु दृष्टि जोड़ा उचित सेटा कर तुमको पसंद है विषय कर ना प्रभु दृष्टि जोटा ग्रहण योग्य से विषय तुम कर स्टेज रे मुझे स्टेज कथा कहूनी तुमको प्रभु काम करुच प्रभु व्यवहार करुँचे अनेक प्रार्थना करुँचे पिला निमंते कंधमाल अनेक पुओ झी मैंने प्रभु सेवा करती केबे मध्य इतर अग्नि व्यवहार करिबो नाही पवित्र अग्नि व्यवहार करिबो एथिपाई पवित्रतार सौंदर्य रे कौन लिखाई भाई बाबू पवित्रतार सौंदर्य रे अरुणर गर्भरु वेट अरुणर गर्भरु अरुण बोले कौन अर्थ किए कहि पारिबो अरुण हाँ अरुण बोले सूर्य अरुण बोले सूर्य सूर्यर गर्भ अच्छा सूर्यर गर्भ रे कौन अच्छी अरुणर गर्भ बोले सूर्यर गर्भ रे कौन अच्छी अग्नि अच्छी प्रशांत महासागर भारत महासागर आटलांटिक महासागर नहीं टेक फोपाड़े ग्यास एते अग्नि ता भीतर अच्छी जे महासागर गुड़ाक पकईब से पानी बोले से ग्यास गोटे सेकेंड रे से अरुणर गर्भरु कौन लिखाई अरुणर गर्भरु तुम्बर युवक गण तुमर युवक युवती माने जो बसीच मोर आमर पुओ झील माने तुमर युवक गण शिशिर तुल्य उत्पन्न शिशिर तुल्य उत्पन्न शिशिर बोले कौन अर्थ आज्ञा काकर काकर बोले कौन अर्थ हाँ एका कुई केतला व्यस्त के सिहेरी सिहेरी केते समय तार बयस सिहेरी केते केते मोटा केते डेंगा केते चौड़ा से काकरटा केते गोटे टोपाटे बिंदु तो रूपा बिंदु भलिया घासरे पड़ी पत्र उपरे पड़ो फूल उपरे पड़ी कोठे पड़ो शिशिर बिंदुर बयस केते अल्प बोले 10 वर्ष बंचब ना 10 मिनिट हेले रही कि ना शिशिर बिंदु तमें शिशिर बिंदु कोटू बाहरीच अरुण गर्भर बाहरीच अरुण किए धर्मरूप सूर्य जीशु ख्रीस्ट धर्मरूप सूर्य जीशु ख्रीस्ट गर्भरु आमर पुओ झी मैंने बाहरी से होती अग्निमय तेजमय प्रभु जीशु तांकर गर्भरु तुम्हें बाहरीच अरुणर गर्भरु अच्छा शिशिर बिंदु अग्नि पाखे रही पार कि एटा कि विचित्र कथा बाइबल लिखाई अरुणर गर्भरु शिशिर बाहर मु कहती समुद्र गुड़ाक पकड़े तली जाकि ग्यास हो अरुण पुणी अरुणर गर्भर पुणी शिशिर बाहर केते पवित्र ही नथ सी रूपा बिंदु भले झटकु थी आश्चर्य कथा यही शेष दिन रे मंडल जो उद्दीपन आसपा जाऊँगी महापराक्रम दिन आसपा जाऊँगी सारा पृथ्वी रे ग्रेट एंड माइटी डेज आर कमिंग ऑल ओवर द वर्ल्ड सारा पृथ्वी रे महापराक्रम दिन आसपा जाऊँगी लोक जोड़ा देखी ना देखिए रास्ता घाट रे एमती जो मिराकल्स हेब प्रभु को उपस्थित आसब तुम पुत्र कन्यागण आत्मा परिपूर्ण हे समुदाय प्राणी उपर आत्मा ढालिबा तुम वृद्ध माने स्वप्न देखिए आ तुम पुत्र कन्यागण कौन देखिए दर्शन देखिए दर्शन बोले शोईकी दर्शन नहीं कौन करेंगे आगु केमती करेंगे से दर्शन विजन से देखिए बुढ़ा माने कौन देखिए बुढ़ा बुढ़ी माने स्वप्न देखिए सेमती होता एमती होता आम समय सेमती होता तुम समय सेमती होता एवं कौन हो कह से ए समय अलग से समय अलग थिला एथिपाई एक विश्व उद्दीपना पराक्रम दिन आसपा जाऊँगी बाइबल लिखाई जो पराक्रम सामना रे कहीं ठिया ही पारिबे नहीं नरकर बल माथ्यू 16 पर्व रे नरकर बल मंडली को पराजय करिबो नाई बोली यीशु कहले नरक को डरिवार किछि प्रयोजन नाई एमती केते नरक आसुची केते नरक जाइछि मंडली को दोहलाई पारे नहीं 2000 वर्ष अधिक है कहीं जानी कि यीशु कहले मु आपणा मंडली तोलिबी
ତମେ ସଂସ୍ଥା ବାଲା ତମର ମଣ୍ଡଳୀ ତୋଳୁଥ। ଯୀଶୁ କହିଲେ ମୁଁ ଆପଣା ମଣ୍ଡଳୀ ତୋଳିବି, ଆଉ ନରକର ବଳ ସେ ମଣ୍ଡଳୀକୁ ପରାଜୟ କରିବ ନାହିଁ। ନାହିଁ ବୋଇଲେ ଆଜ୍ଞା, ନାହିଁ ବୋଇଲେ କଣ ଅର୍ଥ? ନାହିଁ ବୋଇଲେ କମନ୍, ନାହିଁ ବୋଇଲେ ନାହିଁ ତ। ଯୀଶୁ କହିଲେ ହଁ କଥା ହଁ, ନାହିଁ କଥା ନାହିଁ। ବାଇବେଲ ଲେଖାଯାଇଛି ନାହିଁ କଥା ନାହିଁ, ହଁ କଥା ହଁ। ନାହିଁ ବୋଇଲେ କଣ? ନାହିଁ ବୋଇଲେ କୁହନ୍ତୁ, ନାହିଁ ବୋଇଲେ କଣ? ନାହିଁ। ଆଉ ସମସ୍ତେ କୁହନ୍ତୁ ନାହିଁ ବୋଲି। ନରକର ବଳ ମଣ୍ଡଳୀକୁ କେବେ ମଧ୍ୟ ପରାଜୟ କରିପାରେ। ଆମେ ଏମିତି ନରକ କେତେ ଦେଖିଛୁ। ମୁଁ ମୋ ଜୀବନରେ ବହୁତ ନରକ ଦେଖିଛି। ଏବେ ଏକା ମତେ ଗିଳି ପକେଇଲା ଭଳିଆ ସିଂହ ପ୍ରାୟ ଗର୍ଜନ କରି ଶୟତାନ ଆସିକି ସାମ୍ନାକୁ ଆସିଛି, ଆଉ ସେଇ ଜାଗାରେ ବିଲେଇ ଭଳିଆ ହେଇକି ପଳେଇ ଯାଇଛି। ଏଇଟା ମଧ୍ୟ ମୁଁ ଦେଖିଛି, ଆପଣ ବି ଦେଖିଥିବେ। ଏଥିପାଇଁ ଏ ଯୋଉ ପରାକ୍ରମର ଦିନ ଆସୁଛି ସାରା ପୃଥିବୀ ଉପରକୁ, ବାକ୍ୟ ପ୍ରମାଣେ, ବାଇବେଲ ପ୍ରମାଣେ, ସେଇ ପରାକ୍ରମର ଦିନ ଲୋକ ଦେଖି ନାହାନ୍ତି। ଭିତର ଚାଲୁଥିଲେ, ଛାଇ ପଡୁଥିଲେ, ଲୋକ ସୁସ୍ଥ ହଉଥିଲେ। କୋଉଠି ଚଦର ଶୁଖାଇ ଦେଇଛନ୍ତି ପାଉଲ କି ପିତର କି ଯୋହନ ଯାକବ, ସେ ଚଦର ସେ ଜାଗାରେ ନାହିଁ, କିଏ ଧରି ପଳେଇଲା, ସେ ଚଦର ଛୁଇଁ ଛୁଇଁ ଲୋକ ସୁସ୍ଥ ହୋଇଗଲେ। ଯୀଶୁ ଛେପ ଲଗାଇଲେ ଲୋକ ସୁସ୍ଥ ହୋଇଗଲେ, ଫୁଙ୍କିବାର ସୁସ୍ଥ ହୋଇଗଲେ। ଏବେ କୋରାପୁଟରେ କେତେ ଫୁଙ୍କା ଫୁଙ୍କି କରିବା ଲୋକ ବାହାରିଛନ୍ତି। ମୁଁ ଦେଖୁଛି ଆମର ପ୍ରଚାରକ ଭାଇମାନେ, ଯୁବା ପିଲାମାନେ ଫୁଙ୍କୁଛନ୍ତି ଲୋକମାନେ। ସେଟା କହିବା ପାଇଁ ମୁଁ ଚାହୁଁନାହିଁ। ପ୍ରଭୁ କାହାକୁ ମଧ୍ୟ ବ୍ୟବହାର କରିବେ, ଆପଣମାନଙ୍କୁ ବ୍ୟବହାର କରିବେ, ଆମକୁ ବ୍ୟବହାର, ଆମ ପୁଅ ଝିଅଙ୍କୁ ବ୍ୟବହାର କରିବେ। କିନ୍ତୁ କେତେବେଳେ ବ୍ୟବହାର କରିବେ, କୋଉଠି ବ୍ୟବହାର କରିବେ, କେତେବେଳେ କେମିତି ବ୍ୟବହାର କରିବେ ସେ ଜାଣିଛନ୍ତି। ସେ ଡାକିଲେ ଯାଅ, ନ ଡାକିଲେ ଦୌଡ଼ ନାହିଁ। ହାଲେଲୁୟା। ଯଦି ସେ ଡାକିଛନ୍ତି, ଆହ୍ୱାନ କରିଛନ୍ତି, ତାହେଲେ ବାହାରି ପଡ। ପ୍ରଭୁଙ୍କ କାମ କରିବା ପାଇଁ ମନା ନାହିଁ, କିନ୍ତୁ ଆହ୍ୱାନ ଯଦି ନାହିଁ ଦୌଡ଼ିବ ନାହିଁ। ଅରୁଣର ଗର୍ଭରୁ ଶିଶିର ତୁଲ୍ୟ ଉତ୍ପନ୍ନ ହେବେ ପିଲାମାନେ। ବାପା ମାଙ୍କୁ ମୁଁ ଉତ୍ସାହ ଦେବା ପାଇଁ ଚାହୁଁଛି। ଏଠି ଯେତେ ବାପା ମା ପ୍ୟାରେଣ୍ଟସ୍ ମାନେ ବସୁଛ, ମୋର ମଧ୍ୟ ଦିଟା ପୁଅ, ଆପଣମାନଙ୍କର ମଧ୍ୟ ପୁଅ ଝିଅ ଅଛନ୍ତି। ଆପଣମାନଙ୍କର ପିଲାମାନେ ଅରୁଣ ଧର୍ମ ରୂପ ସୂର୍ଯ୍ୟ ଯୀଶୁ ଖ୍ରୀଷ୍ଟଙ୍କ ଗର୍ଭରୁ ବାହାରିଥିବା ଶିଶିର ତୁଲ୍ୟ ପବିତ୍ର। ଶିଶିର ବିନ୍ଦୁର ସମୟ ବହୁତ କମ୍, ଏଇ 10-15 ମିନିଟ୍ ସୂର୍ଯ୍ୟ ଦର୍ଶନର ଅପେକ୍ଷାରେ ଥାଏ। ସୂର୍ଯ୍ୟ ଦର୍ଶନର ଅପେକ୍ଷାରେ ଶିଶିର ବିନ୍ଦୁ ଥାଏ। ପୂର୍ବ ଦିଗରେ ଯେତେବେଳେ ସିନ୍ଦୁର ଫାଟିବ, ସୂର୍ଯ୍ୟ ଉଦୟ ହେବ, ଆପେ ଆପେ ଶିଶିର ବିନ୍ଦୁ 1-2-3 ସେକେଣ୍ଡରେ ମେଲ୍ଟ ହେଇଗଲା। ତାର ଜୀବନ ସେଇଟା। एक ही जीवन मेरा यीशु के लिए, दूसरा जीवन नहीं है यार। एक गोटे मात्र जीवन रे तमे जदि शिशिर बिंदु भलिया पवित्र जीवन काटिब, प्रभुंकर सेवा कार्य तांको प्रेम करिबारे, तांको भाई बंचिबारे जदि तुम डेडिकेट करिबो, ताले प्रभु तुमको व्यवहार करिबे। गीत संगीता 50 पर्वर 5 पद पढ़ शीघ्र। गीत संगीता मु वाक्य आरंभ करी नाही, इंट्रोडक्शन खाली देउची। हाँ वाक्य एटा बर्तमान ग्राउंड प्रिपरेशन चली। जो माने बलिदान द्वारा आंभ संगे नियम करियछंती, जो माने बलिदान द्वारा आंभ संगे नियम करियछंती, आमर सेही सद्भक्त गण को आंभ निकट रे एकत्र कर। प्रभु कहउछंती सुनो जन नाही, जो माने बलिदान करिके विथ सैक्रिफाइस, जो माने बलिदान करिके नियम करिछंती, सेमानंकु आम निकट काण एकत्र कर। प्रभु कहउछंती बलिदान करिके नियम, खाली रे नियम नाही। विदाउट सैक्रिफाइस नो कवनेंट, विदाउट सैक्रिफाइस नो एग्रीमेंट। चुक्ति करिया पई, नियम करिया पई बलिदान दरकार, सैक्रिफाइस दरकार, त्याग दरकार। एथि पई बलिदान करी नियम कर, से प्राण मो पाख निकट एकत्र कर। ता तळे कोन लिखाइ बाबा? पुणी स्वर्ग तांकर धर्म प्रकाश करिवो, स्वर्ग तांकर धर्म प्रकाश करिवो, कारण परमेश्वर स्वयं विचार करता। स्वयं विचार करता प्रभु विचार करता जन आसुचंती, आसी नाहंते पर्यंत न्याय विचार करता। अन्याय रे विचार करिवे नाही, अन्याय रे से विचार करिवे नाही। एथि पई को मानंकु प्रभु वर्तन जोगिचंती, जो माने बलिदान करिकी नियम करिवे प्रभुଙ୍କ सहित तांकु जोगिचंती। बलिदानर सरल अर्थ होची त्याग, सैक्रिफाइस, समर्पण, उत्साह, जदि उत्सर्ग। जदि आपण जदि से प्रकार त्याग करिया पई चाहुचंती, आपण प्रभुଙ୍କ सहित नियम करि परिबे। अब्राहम को प्रभु कहले, अब्राहम मोर बंधु, तमे जहा को अति प्रेम करो, अति भल पाओ,
ତାକୁ ନେଇକି ସେ ପାହାଡ଼ରେ ବଳିଦାନ କର। ଅବ୍ରାହମ କାହାକୁ ବହୁତ ଭଲ ପାଉଥିଲେ ମତେ କୁହନ୍ତୁ କାହିଁ? ଇସାକ। ଯେତେବେଳେ ତାଙ୍କୁ ଇସାକକୁ ବଳିଦାନ କରିବା ପାଇଁ ନିଆଯାଉଥିଲା ସେତେବେଳେ ତାର ବୟସ ପ୍ରାୟ 14-15 ବର୍ଷ ବୟସ। ଆଜିକାଲିର 14-15 ବର୍ଷ ପୁଅ ଝିଅଙ୍କୁ ଯଦି ବାପା ମା ଧରିକି ପଳେଇବେ ବଳିଦାନ କରିବା ପାଇଁ ଠେଙ୍ଗାରେ ପିଟିକି ସେ ପଳେଇବ। କିନ୍ତୁ ଅବ୍ରାହମ ଇସାକକୁ ଦେଖ ସେ କେମିତି ସବମିଶନ, କେତେ ସମର୍ପିତ ଥିଲା। ତାକୁ ବାନ୍ଧିକି ଯେତେବେଳେ ସେ ଯଜ୍ଞ ବେଦୀରେ ଶୋଇ ଦେଉଛନ୍ତି ଅବ୍ରାହମ, ସେ କିଛି କହୁନାହିଁ, ସମର୍ପିତ ହେଇଗଲା। ଯେତେବେଳେ ଯାଉଛନ୍ତି ଇସାକର କାନ୍ଧରେ କାଠ ଅଛି, ହାତରେ ଛୁରୀ ଅଛି, ଅଗ୍ନି ଧରିଛନ୍ତି ଏବଂ ପାହାଡ଼ ଚଢୁଛନ୍ତି। ତାଙ୍କର ଚାକର ମାନଙ୍କୁ ସେବକ ମାନଙ୍କୁ ରଖିଦେଲେ ପାହାଡ଼ ତଳେ। ଇସାକ ଗୋଟେ ପ୍ରଶ୍ନ ପଚାରୁଛନ୍ତି, ବାପା ଅଗ୍ନି ଅଛି ବେଦୀରେ ଜଳାଇବା ପାଇଁ, ବାପା କାଠ ଅଛି ବଳିଦାନରେ ବେଦୀରେ ଚଢେଇବା ପାଇଁ, କାଠ ବଳିକୁ ବଳି କରିବା ପାଇଁ ଛୁରୀ ମଧ୍ୟ ଧରିଛୁ, କଣ ସେ ପଚାରିଲେ ଜାଣିଛୁ କି? ଆଦି ପୁସ୍ତକରେ ବଳିଦାନ କାହିଁ? where is the sacrifice? ଆଜିର ମଣ୍ଡଳୀରେ ବଳିଦାନ କାହିଁ? ପକେଟରୁ 500 ଟଙ୍କା କାଢିକି ପକେଇ ଦେଇଥିବ, ଅନେଇକି ଥିବ ସେ ମୁଣାଟାକୁ, 500 ପକେଇଲେ ଅଛି ନା ନାଇଁ ସେ ଟ୍ରେଜରରେ ଖାଇଦେଲା କେଉଁ। ଆମର ବଳିଦାନ ସବୁ ଏମିତି, ଏ ହାତ କଣ ଦେଉଛି ଏ ହାତ ନ ଜାଣୁ ବୋଲିକି ବାଇବେଲ ଲେଖା ହେଇଛି। ଲୋକ ଦେଖାଣିଆ ବହୁତ ଧର୍ମକର୍ମ ହଉଛି ମଣ୍ଡଳୀରେ ଆଜିକାଲି। ବଳିଦାନ କାହିଁ? ବଳିଦାନ ଅର୍ଥ ତ୍ୟାଗ। ଅଗ୍ନିକୃତ ଉପହାର ଯୋଉ ଲେଖା ହେଇଛି ବାଇବେଲରେ, ତାକୁ ନିଆଁରେ ପୁଡା ହେବ, ପାଉଁଶ ହେଲା ପରେ ତାକୁ ଗୋଟେ ହାଣ୍ଡି ରଖିକି ମାଟିରେ ପୋତା ହେବ, ସେଟା ହଉଛି ବଳିଦାନ। ଆମର ସଦ୍ଭକ୍ତ ମାନଙ୍କୁ ଏକତ୍ର କର, ଯୋଉମାନେ କି ସ୍ୱେଚ୍ଛା ପୂର୍ବକ ସମର୍ପଣ କରିବେ, ବଳିଦାନ କରିକି ଯିଏ ପ୍ରଭୁଙ୍କ ନିକଟବର୍ତ୍ତୀ, ସେମିତି ଲୋକଙ୍କୁ ଦରକାର ବର୍ତ୍ତମାନ ମଣ୍ଡଳୀରେ। କଥା କହିବା ବାଲାଙ୍କୁ ଦରକାର ନାହିଁ, ପରାମର୍ଶ ଦରକାର ନାହିଁ। ବହୁତ ପରାମର୍ଶ ଦେଇ ଦେଇ ଆମ ଚର୍ଚ୍ଚ ମାନଙ୍କରେ ବସ୍ତା ବସ୍ତା ପରାମର୍ଶ ଲୋଡ ହେଇକି ଅଛି। ଆମର ମଣ୍ଡଳୀ ମାନଙ୍କରେ ଏତେ ପରାମର୍ଶ ଦାତା ମାନେ ଅଛନ୍ତି, ଏତେ ପରାମର୍ଶ ଦିଅନ୍ତି, ଗୋଟେ କଥା ବି ନିଜେ ମାନନ୍ତି ନାହିଁ, କିନ୍ତୁ ପରାମର୍ଶ ଦେବାରେ ଧୁରନ୍ଧର। ଆମକୁ ପରାମର୍ଶ ବର୍ତ୍ତମାନ ଦରକାର ନାହିଁ, ବଳିଦାନ ଦରକାର, ତ୍ୟାଗ ଦରକାର, ଉତ୍ସର୍ଗ ଦରକାର, ସାକ୍ରିଫାଇସ୍ ଦରକାର। ପ୍ରଭୁଙ୍କ ରାଜ୍ୟ ଆସିବା ପୂର୍ବରୁ ସାକ୍ରିଫାଇସ୍ ଦରକାର, ମଣ୍ଡଳୀର ତ୍ୟାଗ ଦରକାର। ଯୀଶୁ କଣ କହିଲେ? ମୋ ପଛରେ ଅନୁଗମନ କରିବ ସେ ଆପଣା କଣ କରୁ, କେମିତି ଆସୁ କହିଲେ? ଆପଣା କ୍ରୁଶ ବହନ କରିକି ଆସୁ। ଯୀଶୁଙ୍କର କ୍ରୁଶ ନାହିଁ, ନିଜର କ୍ରୁଶ। ଏଠି ଯେତେ ଜଣ ବସିଛୁ ସାନଠାରୁ ବଡ ପର୍ଯ୍ୟନ୍ତ ପ୍ରତ୍ୟେକଙ୍କର ନିଜର ଗୋଟେ ଗୋଟେ କ୍ରୁଶ ଅଛି। ସେ କ୍ରୁଶଟା କଣ? ପ୍ରତ୍ୟେକ ଦିନର ଦୁଃଖ, କଷ୍ଟ, ସମସ୍ୟା, ଅଭାବ, ବିଭିନ୍ନ ସମସ୍ୟା, ଅସୁବିଧା, ଦୁଃଖ ସମସ୍ତଙ୍କ ପାଖରେ ଅଛି। ଏଠି ଗୋଟେ ମଧ୍ୟ ଲୋକ କହିପାରିବ ନାହିଁ ଯେ ରାଜୁ ଭାଇ ମୋର ସମସ୍ୟା ନାହିଁ। ଆମେ ସଦାବେଳେ କଣ କହୁ? ନୋ ପ୍ରୋବ୍ଲେମ ବୋଲି କହୁ, ନାଇଁ କି? ଆମ ପାଠ ହଠାତ୍ କଣ ବା ନୋ ପ୍ରୋବ୍ଲେମ କହୁ, ପ୍ରୋବ୍ଲେମ ଭିତରେ ଥାଇକି ନୋ ପ୍ରୋବ୍ଲେମ ବୋଲି କହୁ। ଆମେ ପ୍ରୋବ୍ଲେମ ଟାକେ ଜନ୍ମ ହେଇଛୁ, ସମସ୍ୟାରେ ଜନ୍ମ ହେଇଛୁ। ପ୍ରଭୁଙ୍କ ଆଗମନ ଦିନ ପର୍ଯ୍ୟନ୍ତ ସମସ୍ୟା ଥିବ। ହାଲେଲୁୟା ହାଲେଲୁୟା ଗାଏंगे, ଉड़के उड़के जाएंगे, ଦେଲେ ପ୍ରଭୁ ଆସିବେ, ଆମେ ମଧ୍ୟ ଆକାଶକୁ ପହଞ୍ଚିବା। ଏ ହାଲେଲୁୟା ଗୀତ ଗାଇ ଗାଇକି ସମସ୍ୟା ପୃଥିବୀରେ ରହିଛି। ଯୀଶୁଙ୍କର ଶୋଇଥିବା ଡଙ୍ଗାରେ ମଧ୍ୟ ତୋଫାନ ହେବ। ଯୀଶୁଙ୍କର ଶୋଇଥିବା ଡଙ୍ଗାରେ ମଧ୍ୟ ତୋଫାନ ହେବ। ଆସନ୍ତା ମାନେ ଆଉ କିଛି ମିନିଟ, ଏଇଟା ମୁଁ ଏଥିପାଇଁ ଉତ୍ସାହ ନିମନ୍ତେ କହିଲି ମୋର ପୁଅ ଝିଅ ମାନଙ୍କୁ, ଯୁବା ପୁଅ ଝିଅ ମାନଙ୍କୁ, ବଳିଦାନ ଶିଖ, ତ୍ୟାଗ ଶିଖ, ବ୍ୟକ୍ତିଗତ ଆତ୍ମସମର୍ପଣ ଶିଖ। ଯଦି ତୁମେ ଚାହୁଁଛ ତୁମ ଦେଇ ପ୍ରଭୁଙ୍କର କିଛି ମହତ୍ କାର୍ଯ୍ୟ ହେଉ। ଲୋକ ଦେଖାଣିଆ ନାହିଁ, ନିଜକୁ ଉପସ୍ଥାପନ କରିବା ପାଇଁ ନାହିଁ, କେବଳ ପ୍ରଭୁଙ୍କୁ ଉପସ୍ଥାପନ କରିବା ପାଇଁ। ଯଦି ତୁମେ ତ୍ୟାଗ କରିବନି ଜୀବନକୁ, ତୁମେ ସମ୍ପୂର୍ଣ୍ଣ ଭାବରେ ବ୍ୟକ୍ତିଗତ ଜୀବନର ଇଣ୍ଟରେଷ୍ଟକୁ ବଳିଦାନ କରିଦେବ, ତାହେଲେ ପ୍ରଭୁ ତୁମକୁ ବ୍ୟବହାର କରିବେ। ଆମମାନଙ୍କର ଆଜିର ଗୁରୁତ୍ୱପୂର୍ଣ୍ଣ ଆମମାନଙ୍କର ତପସନ ଆଜ୍ଞା କହୁଥିଲେ, ପ୍ରକାଶିତ ବାକ୍ୟର 2 ପର୍ବ କାଢନ୍ତୁ ଦୟା କରିକି। ପ୍ରକାଶିତ ବାକ୍ୟ 2 ପର୍ବକୁ ଆମେ ଯିବା, କିଛି ଅଂଶ ସେଇଟା ମାନେ ଦେଖିବା। ପ୍ରକାଶିତ ବାକ୍ୟ 2 ପର୍ବ 4 ପଦ 5 ପଦ ଆମେ ପଢିଲୁ। 4 ପଦରେ ପ୍ରଭୁଙ୍କର ଅଭିଯୋଗ ଲେଖାଯାଇଛି, ମଣ୍ଡଳୀ ପ୍ରତି ପ୍ରଭୁଙ୍କର ଗୋଟେ କମ୍ପ୍ଲେନ। এইটা ব্যক্তিগত ভাବରେ লেখাଯାଇ ନାହିଁ, କିନ୍ତୁ ଆପଣ ବ୍ୟକ୍ତିଗତ ଭାବରେ ନେଇପାରିବେ। କାହା ପାଇଁ ଲେଖା ହେଇଛି? ପ୍ରକାଶିତ ବାକ୍ୟରେ 22ଟା ପର୍ବ ଅଛି। କେତେଟା ପର୍ବ ଅଛି? କେତୋଟି ପର୍ବ?
ପ୍ରଥମ ପର୍ବରେ ପାତ୍ମା ଦ୍ୱୀପରେ ଯୋହନଙ୍କର ଦର୍ଶନ। ସେତେବେଳକୁ ଯୋହନଙ୍କର 90 ବର୍ଷ ବୟସ ହେଇଥିଲା, 90 ବର୍ଷର ବୃଦ୍ଧ। ଭୂମଧ୍ୟ ସାଗର ଭିତରେ ପାତ୍ମା ବୋଲି ଗୋଟେ ଦ୍ୱୀପ ଅଛି, ସେଇ ପାତ୍ମା ଦ୍ୱୀପରେ ତାଙ୍କୁ ବନ୍ଦୀ କରାଯାଇଥିଲା ପ୍ରଥମ ଶତାବ୍ଦୀରେ। ସେହି ସମୟରେ ପ୍ରଭୁଙ୍କର ଶିଷ୍ୟମାନେ ସମସ୍ତେ ହତ୍ୟା କରାଯାଇଥିଲା। ଯୋହନ ଜଣେ ମାତ୍ର ବ୍ୟକ୍ତି ବଞ୍ଚିଥିଲେ। ଆଉ ତାଙ୍କୁ ରାଜା ଡୋମିସିୟନ ପାତ୍ମା ଦ୍ୱୀପରେ ବନ୍ଦୀ କଲେ। ତାଙ୍କର ବନ୍ଦୀର ଅବସ୍ଥା ଥିଲା ପାଖାପାଖି 6 ବର୍ଷ। ତାଙ୍କ ଦର୍ଶନର ସମୟ ଥିଲା 9 ମାସ। ଏ ରାଜା ଡୋମିସିୟନ 81 ସାଲରୁ 96 ପର୍ଯ୍ୟନ୍ତ ରୋମର ସମ୍ରାଟ ଥିଲେ। ଆଉ ଯେଉଁମାନେ ପ୍ରଭୁ ଶ୍ରୀକୃଷ୍ଣଙ୍କର ସେବା କରୁଥିଲେ, ରୋମର ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ଠିଆ ହେଉଥିଲେ, ସେମାନଙ୍କୁ ବନ୍ଦୀ କରାହେଉଥିଲା। এই 12 ଶିଷ୍ୟଙ୍କ ଭିତରୁ ଇସ୍କରିୟୋତ ଯୁଦା ଆତ୍ମହତ୍ୟା କରିଥିଲା। ଆଉ ଯୋହନ ଜଣେ ମାତ୍ର ଶିଷ୍ୟ ବଞ୍ଚିଥିଲେ। ତାଙ୍କୁ ତେଲରେ ଭଜା ହେଲା, ତେଲ ଫୁଟୁଥିଲା, ତାଙ୍କୁ ପକେଇଲେ। ସେ ତେଲରେ ମଲେ ନାହିଁ, ଫୁଟିବା ତେଲରେ। ସେ କହିଲେ ମୋତେ ଓଲଟେଇ ଦିଅ, ମୁଁ ସିଝୁ ନାହିଁ। ତାଙ୍କୁ ବାହାର କରିକି ପାତ୍ମା ଦ୍ୱୀପ ରଖାଗଲା। ସେହି ଜାଗାରେ ପାଖାପାଖି 6-7 ବର୍ଷ ପର୍ଯ୍ୟନ୍ତ ସେ ବନ୍ଦୀରେ ଥିଲେ। ରାଜା ଡୋମିସିୟନ ଯେତେବେଳେ ମରିଗଲେ, ତାଙ୍କ ପରେ ଆଉ ଜଣେ ରାଜା ହେଲେ। ସେ ତାଙ୍କୁ ମୁକ୍ତ କରିକି ଏଫିସି ମଣ୍ଡଳୀରେ ବିଶପ କରିକି ରଖିଲେ। ଏଫିସି ମଣ୍ଡଳୀରେ 100 ବର୍ଷ ବୟସ ପର୍ଯ୍ୟନ୍ତ ଯୋହନ ଥାଇକି, ଶିଷ୍ୟ ଯୋହନ, ବାପ୍ତିଜିକ ଯୋହନ ନାହିଁ, ଶିଷ୍ୟ ଯୋହନ ମୃତ୍ୟୁଭୋଗ କଲେ। ଆଜି ପର୍ଯ୍ୟନ୍ତ ତୁର୍କୀ ଦେଶରେ ଏଫିସି ମଣ୍ଡଳୀରେ ତାଙ୍କର ସମାଧି ଅଛି। ସେଇ ଯୋହନ ଏଇ ପ୍ରକାଶିତ ବାକ୍ୟର 22ଟା ପର୍ବ ଲେଖିଛନ୍ତି। ଆଉ ଏତେ ଗଭୀର ବିଷୟ ଧ୍ୟାନରେ ନ ଶୁଣିଲେ, ଘଣ୍ଟା ଘଣ୍ଟା ସଂଖ୍ୟା ନ ବସିଲେ ବୁଝିବା ପଡ଼ିବ ନାହିଁ। ଯେଉଁମାନେ ପ୍ରକୃତରେ ଏ ବିଷୟକୁ ଜାଣିବା ପାଇଁ ଚାହାନ୍ତି, ସେମାନଙ୍କର କମିଟମେଣ୍ଟ ଦରକାର, ସମର୍ପଣ ଦରକାର, ବାକ୍ୟ ପଢ଼ିବା ଦରକାର। ଆଚ୍ଛା, କିଏ କିଏ ଥରେ ହେଲେ ପ୍ରକାଶିତ ବାକ୍ୟ ପଢ଼ିଛି? ବହିଟା ପୁରା ବହି କିଏ କିଏ ପଢ଼ିଛି? କିଏ ହାତ ଉଠାନ୍ତୁ? ପ୍ରକାଶିତ ବାକ୍ୟ କିଏ କିଏ ଥରେ ହେଲେ ପଢ଼ିଛି? ପ୍ରେଜ୍ ଦ ଲର୍ଡ। ଆଚ୍ଛା, କିଏ କିଏ ଅଳ୍ପ ଟିକେ ଅଳ୍ପ ବହୁତ ପଢ଼ିଛି? ନିଶ୍ଚୟ। 3 ପର୍ବର 20 ପଦ କିଏ କିଏ ପଢ଼ିଛି? 3 ପର୍ବର 20 ପଦ କ'ଣ ଲେଖା ହେଇଛି? କ'ଣ ଲେଖା? ବାବା କପି କାହିଁ କରୁଛୁ? କହୁନ ନାଇଁ, କିଏ କହିବ 3 ପର୍ବର 20 ପଦ କ'ଣ ଲେଖା ହେଇଛି? ଆମ୍ଭେ ଦ୍ୱାରରେ ଠିଆ ହୋଇ ଆହ୍ୱାନ କରୁଅଛୁ, ନା ଆଘାତ କରୁଅଛୁ। ତାପରେ କ'ଣ ଲେଖା ହେଇଛି? ଯେ ସ୍ୱର ଶୁଣି ମୋ ପାଇଁ ଦ୍ୱାର ଫିଟେଇ ଦେବ, ତାହେଲେ ତା ଭିତରକୁ ଆମେ ପ୍ରବେଶ କରି ତା ତ ଭୋଜନ ପାନ କରିବା, ମୋ ସିଂହାସନ ତାଙ୍କୁ ବସାଇବାକୁ ଦେବି। ନାଇଁ କି? ଦ୍ୱାର ନିକଟରେ ଠିଆ ହୋଇ ଆଘାତ କରୁ। ଆମେ କେବେ କେବେ ପ୍ରାର୍ଥନା କଲେ କ'ଣ ପ୍ରାର୍ଥନା, ଭୁଲ ପ୍ରାର୍ଥନା କରୁ ଜାଣିଛ? ପ୍ରଭୁ ମୋର ହୃଦୟ ଖୋଲି ଦିଅ। ତମେ ଭିତର ପଟେ ଚାବି ପକେଇ ଦେଇଛ, କବାଟ ଖୋଲି ଦିଅ। କେମିତି ଖୋଲିବେ ପ୍ରଭୁ? এইটা ବ୍ୟକ୍ତିଗତ ଭାବରେ ଲେଖା ହେଇନାହିଁ, ଜାଣିଛ? ପ୍ରକାଶିତ ବାକ୍ୟ 3 ପର୍ବର 14 ପଦରେ କଲସୀୟ ମଣ୍ଡଳୀକୁ, ଏଇ ଲାଉଦିକିଆ ମଣ୍ଡଳୀର ଦୂତ ନିକଟକୁ ଲେଖ। ପ୍ରକାଶିତ ବାକ୍ୟ 3 ପର୍ବର 14 ପଦ। ଲାଉଦିକିଆ ମଣ୍ଡଳୀର ଦୂତ ନିକଟକୁ ଲେଖ। ଲାଉଦିକିଆ ମଣ୍ଡଳୀ ଦୂତ ବୋଲି ସ୍ୱର୍ଗଦୂତ ନାହିଁ, ପାଳକ, ପରିଚାଳକ, ଏଞ୍ଜେଲ, ମେସେଞ୍ଜର, ତାକୁ ଲେଖା ହେଇଛି। ଲାଉଦିକିଆ ମଣ୍ଡଳୀର ଦୂତ ନିକଟକୁ ଲେଖ ଯେ ସତ୍। ଆପଣ ଆଗକୁ ପଢ ନାହିଁ, ମୁଁ ପ୍ରକାଶିତ ବାକ୍ୟ ଟିଚିଂ ଦେବା ଆସିନି ଏଠି। ଏଇଟା ତ ତମର ଉଦ୍ଦୀପନା ସଭା, ତମର ଧୈର୍ଯ୍ୟ କଣଟି ମୋତେ ଶୁଣିବା ପାଇଁ। କିନ୍ତୁ ତମେ ତ ରେଫରେନ୍ସ ରଖିଛି, ଏଇଟା ତ ରାଜୁ ଭାଇ ଆସିବେ, ଏଇଟା ପ୍ରକାଶିତ ବାକ୍ୟ ପ୍ରଚାରକ ବୋଲିକି ଲେଖିକି ରଖିଦେଇଛୁ ଏଇଟା। କିନ୍ତୁ ମୁଁ ନିଶ୍ଚୟ ଦୀପଦ କହିବାଟା କହିବି ଏକା ପ୍ରେମ ବିଷୟରେ। ପ୍ରେମ ବିହୁନେ ଭାଇ ସବୁ ଅସାର, ଗାଓ ପ୍ରେମର ଜୟ, ପ୍ରେମ ହିଁ ସାର। ପ୍ରେମ କର ବୋଲି ଶିଖାଅ ନାହିଁ, କି ପ୍ରେମ ଉପରେ ଲେକ୍ଚର ଦିଅ ନାହିଁ, ପ୍ରେମ କରିକି ଦେଖାଅ। ପ୍ରାର୍ଥନା କର ବୋଲି କୁହ ନାହିଁ, ତମେ ପ୍ରାର୍ଥନା କର। ପ୍ରାର୍ଥନାରେ ତ ମୁଁ ଘଣ୍ଟା ଘଣ୍ଟା ଲେକ୍ଚର ଦେଇପାରିବି, କିନ୍ତୁ ନିଜେ ପ୍ରାର୍ଥନା କରୁନଥିବି। ନିଜେ ପ୍ରାର୍ଥନା କର, ତାହେଲେ ଜାଣିବ ପ୍ରାର୍ଥନା ମୂଲ୍ୟ କ'ଣ। ଶତ୍ରୁକୁ ପ୍ରେମ କର। କିଏ ଶିଖେଇଛି? ପୃଥିବୀରେ କିଏ କହିଛି ଶତ୍ରୁକୁ ପ୍ରେମ କର? ଡାହାଣ ଗାଲରେ ଚାପଡ଼ା ମାରିଲେ ବାଁ ଗାଲ ଦେଖାଇ ଦିଅ। କିଏ କହିଛି ପୃଥିବୀରେ? କୋଉ ଦାର୍ଶନିକ, କୋଉ ପଣ୍ଡିତ, କି ମହାପୁରୁଷ? ଆଶ୍ଚର୍ଯ୍ୟ କଥା। ଏଇ କଥା ଯୀଶୁ କହିଥିଲେ। ଯାହା କହିଥିଲେ ତାକୁ କରିକି ଦେଖେଇଲେ, ସେ ପ୍ରାକ୍ଟିକାଲ ଦେଖେଇଲେ। କୃଷ୍ଣରେ ଥାଇକି କହୁଛନ୍ତି, ପ୍ରଭୁ ଏ ପିଲାମାନେ କ'ଣ କରୁଛନ୍ତି ଜାଣୁନାହାନ୍ତି, କ୍ଷମା କର ଏମାନଙ୍କୁ। ଆରେ ମାଟିର ମଣିଷକୁ ଯେ ଗଢ଼ନ୍ତି, ସେ କି ମାଟିରେ ମିଶି ପାରନ୍ତି? ତମେ କ'ଣ ଭାବୁଛ ସମାଧି ଯୀଶୁଙ୍କୁ ଧରିଥିଲା? ଯୀଶୁ ସମାଧିକୁ ଧରିଥିଲେ। ସମାଧି ଯୀଶୁଙ୍କୁ ଧରି ନଥିଲା, ଯୀଶୁ ସମାଧିକୁ ଧରିଥିଲେ।
कंटा जीशु को धरी नथिला जीशु क्रूस को धरी थिले जानिच जीशुंकर ना हूँ कंटा मुकुटिया आज गोटे ओडिशा रे बढ़िया नुआ ना दिखाई कंटा पिटा बोल दिखाई जानी ना कहीं कंटा पिटा है प्रभु तक आशीर्वाद करो जो मैंने ना देइचंती जेतले देखिबे मध्य कासरे जीशु आसी पहुंचीबे बापा लो माँ लो न बोलिकी पार्टी कर आरंभ करेंगे एथिपाई आमे जो देखुଛୁ ईश्वर वाक्य बाइबल रे से बोले द्वार निकट रे आघात करुची बोले जीशु ख्रीस्ट वर्तमान मंडली भितर नहांती बाहर पटे अच्छी मंडली भितर पटे चाबी पकई देकी कौन कर पॉलिटिक्स करे लगी राजनीति धंदा मंडली भितर पैसा पत्र कारबार पोजिशन पद किए डिकन हेबो किए सेक्रेटरी किए प्रेसिडेंट किए ट्रेजरर किए कौन हेबो किए केमती कौन करिवो एई सब नाट्य तामसा चलची मंडली भितर भाई मु खोला खोली लोक तुम एबे घोड़ियो बोले मु एबे का पळेबा लोक सेमती लोक हाँ जो डिगाल भाई दरकार नहीं तुम वाक्य शुणे पळेई मु सेई टाइप लोक कंधमाल कथा कही कही बुढ़ा गली मोर बाल पाचिगला 75 वर्ष है मत बर्तमान मोर कहबार अर्थ हूँ हृदय भितर बंद होगी बाहर आघात करुँच लेखा जाइए आद्य प्रेम तुम्हें परित्याग करिच नाई कि आद्य प्रेम तुम्हें कौन करिच तुम्हें आपण आद्य प्रेम परित्याग करियछ मन परिवर्तन करो आद्य कर्म सब करो आद्य प्रेम बोले एडी जो माने बाहई पिला छुआ धरिक अच्छी बापा माँ बुझी पारुथिबे आमा डां जांजेरू मीटा बोदा पान जांजेरू इटका गुटका ज्ञान परिवार ज्ञान आद्य प्रेम से टोंडी तारा जेडा कताई नेगड़े बुझे दुदेरू अरे बाघर है दी जन गाधई जीवे दी जन लुगा काचिबे दी जन मार्केट को जीवे परिवा आनबे रांधिबे से ता स्त्री को साहाଯ୍ୟ से परिवा काटुले से मत मु काटदेवी कहबो अंठा मत उठेबो दरकार पड़े लुगा मत काचिबो सब कुछ करिवो गोटे दीटा तीनटा छुआ है पर कथबार्ता भी हेबे नाही हेलो मंडली शुणुच तो एफिसी 5 पर्व रे यीशु को मंडली को स्वामी स्त्री सहित तुलना कराई द्वितीय करंती 11 पर्वर 2 पद लिखा जाइछि सतीकन्या मंडली सतीकन्या एक स्वामी जीशु ठारे समर्पण कराई मंडली को सतीकन्या बोली कहा जाए आ ख्रीष्ट होउचंती मंडलीर स्वामी से होउचंती स्वामी मालिक हर्ताकर्ता प्रभु लॉर्ड एदमे आज मोर प्रिय भाई भौणी माने एई जो पद 4 पद जो पढ़ीचु देखंतु 2 पर्व 4 पद 22टा पर्व भितर ध्यान देख शुणु 2 पर्व आ 3 पर्व रे 7टी मंडली कथा लिखा जाइछि केतोटी मंडली कहली 7टी 2 पर्व आ 3 पर्व रे खाली 22टा पर्व भितर 2टा पर्व को खाली मंडली कथा लिखा जाइछि एफिसी स्मरणा पर्गमा थियोतीरा साद्री फिलाडेल्फिया लाउदिकिया 7टी मंडली को 7टा चिठी लिखाई गोटे मंडलीर ना प्रकाशित वाक्यर ना 7टी मंडलीर ना अच्छी एफिसी मंडली को लिखाई 2 पर्व एफिसी शब्दर अर्थ होची डिजायर बा अभिलाष अड़पा 2 कथा डिजायर लालसा एफिसी शब्दर अर्थ होची अभिलाष अभिलाष क्लोंगो सावा अड़पा दाहपा डिजायर लॉन्गिंगनेस अभिलाष जन को भेटिबा पाई लालसा करिबा व्याकुलित हेबा एफिसी मंडली को एते प्रभु प्रेम करथिले मंडली प्रति प्रभुଙ୍କର लालसा थिला ए मंडली मते प्रेम करथिला प्रभु को एमती समासी पहुंचला धीरे 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 चुली रो जेमती काठ सरी सरी गले चुलीटा ठंडा हेई जिवो आद्य प्रेम जोटा थिला मंडली रो धीरे धीरे कमी गला आज सब मंडली जिते बस तुम बाप्टिस्ट की सीए नहीं कि पेंटिकस्ट की बिलीवर्स कि आउ कौन कौन हो लुथरियन की आंग्लिकन की प्रेस्बिटेरियन की ब्रेदरेन की मेथोडिस्ट कैथोलिक की लुथरियन की आउ कौन हो मुझे पारि ना आपण प्रति मो प्रति गोटे कंप्लेन प्रभुंकर तुम आद्य प्रेम परित्याग कर बहुत वर्ष पूर्वे मुझे आसाम रे प्रचार करने गोटे घरे रोली से प्रथम मत प्रचार करने देले ना कहले आज्ञा आपन को आम जाणीनु आप किए कंधमाल लोक जानीचु सत कथा जे किंतु आपन को आम गिरजा घर दे पारू ना बाहर प्रचार करो बाहर 400-500 लोक था बाहर प्रचार कर प्रार्थना कला बेले मत प्रभु केते लोकंकर कथा जनईदेले खाइला बेलू पास्ट घरे मुझे खाऊँगी पाड़ को कहले आज्ञा आपन जो कथा कहले मो घर कथा कहले बोले मोर घर कथा आपन कहते से कहले आसंता काली सकाଳେ मंडली गिरजा करवा कि चर्च रे
କହିଲେ ହଁ କରିବା। ଖାଇସାରିଲା ପରେ ସକାଳେ ଗିର୍ଜା ପରେ କହିଲେ ଖାଇସାରିଲା ପରେ ଲଞ୍ଚ ପରେ ଗିର୍ଜା କରିବା ଆଜ୍ଞା କରିବା। ରାତିରେ ଆଉଥରେ କହିଲେ ସନ୍ଧ୍ୟାରେ ଆଉ ଟିକେ ଗିର୍ଜା କରିବା। ଦିନକୁ 3ଟା ମିଟିଂ, 9 ଦିନ ମିଟିଂ, କେତେଟା ମିଟିଂ ହେଲା? 27ଟା ମିଟିଂରେ ମୁଁ ପ୍ରଚାର କଲି ଗୋଟିଏ ଜାଗାରେ 9 ଦିନ କାଳ, ସକାଳେ ସନ୍ଧ୍ୟା, ସକାଳେ ମଧ୍ୟାହ୍ନ ସମୟରେ ପ୍ରଚାର। ଗୋଟେ ଘରେ ମତେ ରଖିଲେ ସେମାନେ, ବହୁତ ପ୍ରେମୀ ପରିବାର, ୱାଣ୍ଡରଫୁଲ ଲୋକ। ଏତେ ସେ ବାପା ମା ପ୍ରେମ କରୁଥିଲେ, ଖାଇବାକୁ ବସିକି ମତେ ଖୁଆଉଥିଲେ ସେମାନେ, ପୁଅ ଭଳିଆ ଦେଖୁଥିଲେ। ତାଙ୍କର ପୁଅ ଝିଅ ସବୁ ଥାଆନ୍ତି, ନନା ଭାଇନା ଡାକୁଥିଲେ। ମୁଁ ଯଦି ସେଇ ଜାଗା ଛାଡି ନାଗାଲାଣ୍ଡକୁ ଗଲି, ମତେ ମଣ୍ଡଳୀର ପାଳକ ଆଉ ଡିକନ ମାନେ କହିଲେ ଆଜ୍ଞା ଗୋଟେ କଥା କହିବ ଆପଣ। କଣ? ଆପଣ ଯୋଉ ଘରେ ରହିଲେ ସେ ସ୍ୱାମୀ ସ୍ତ୍ରୀ 3 ବର୍ଷ ହେଲା କଥାବାର୍ତ୍ତା ହେଉନାହାନ୍ତି। ବିଶ୍ୱାସ କରିବେନି, ମୁଁ ସେଇଠି 12 ଦିନ ତାଙ୍କ ଘରେ ପ୍ରାୟ 10-12 ଦିନ ରହିଲି। ମୁଁ ବୁଝିଏ କା ନାହିଁ ଯେ ସେମାନେ ଏତେ ମତେ ଆକ୍ଟିଂ କରୁଛନ୍ତି ବୋଲି। ମାନେ ବସି ଖୁଆଉଛନ୍ତି, ଖାଦ୍ୟ ଆଣୁଛନ୍ତି, କଥାବାର୍ତ୍ତା କରୁଛନ୍ତି, ଚା ପିଆଉଛନ୍ତି, ଜଳଖିଆ ଖୁଆଉଛନ୍ତି, ମିଶିକି ମିଟିଂ ଯାଉଛୁ, ତାଙ୍କ ଗାଡିରେ ବୁଲୁଛୁ। କିନ୍ତୁ ମୁଁ ଆକ୍ଚୁଆଲି ଦେଖିଏ କା ନାହିଁ 10-12 ଦିନ ସେମାନେ କଥାବାର୍ତ୍ତା କରିବା। ଏତେ ସେମାନେ ମେକଅପ୍ କରିକି ଥିଲେ ସ୍ୱାମୀ ସ୍ତ୍ରୀ, କିନ୍ତୁ ତାଙ୍କର 3 ବର୍ଷ ହେଲା କଥାବାର୍ତ୍ତା ନାହିଁ। ଯୋଉଦିନ ମୁଁ ସେ ଜାଗା ଛାଡ଼ିଲି, ସେ ଖାଇବାକୁ ଦେଲେ, ମୁଁ କହିଲି ଖାଇବିନି। ମୁଁ କଣ ହେଲେ ବାପା ଖାଇବ ନା? କାହିଁ? ନାଇଁ ମୁଁ ଖାଇବିନି, ଭୋକରେ ଯିବି ଆଜି। କାହିଁକି? ନାଇଁ ମୁଁ ଆପଣଙ୍କ ଘରେ 3 ଦିନ ଏତେ ଦିନ ରହିଲି, 10-12 ଦିନ ରହିଲି, ଆପଣଙ୍କୁ କଥାବାର୍ତ୍ତା ଦେଖିଲି ନାହିଁ ବୋଲି। ବାପା ମା ଆପଣ ମାନେ ଦିହେଁ କଥାବାର୍ତ୍ତା ହେବାଟା ମୁଁ ଦେଖି ନାହିଁ କହି। ସେ ବାପା କଣ କହିଲେ ଜାଣିଛ କି? ତମ ମାର ଗୁଣ ସେମିତି ବାପା କହିଲେ। ସେଠି କହି ସେ ଲୋକ ଉଠିକି ପଳେଇଲା ଗୋଟେ ବଖରା। ସେ ମା ମତେ କଣ କହିଲେ, କଣ କହିବି ୟାର କଥା, ମୁଁ ବୋଲିକି ଏ ଘରେ ଅଛି। 5ଟା 6ଟା ଛୁଆ, ପୁଅ ଗୁଡାକ ଝିଅ ଗୁଡାକ BA ପାସ୍ କରି BD କରିଛନ୍ତି, ଇଞ୍ଜିନିୟରିଂ ପଢିଛନ୍ତି, କାର ମୋଟର ଅଛି। ଟାଟା ଟି କମ୍ପାନୀର ସେମାନେ ଗୋଟେ ଗୋଦାମ ମ୍ୟାନେଜର। ସେ ଆମ ଲୋକ, ମୁଁ କହିବିନି ସେ ଗାଁର ନା। ମୁଁ କହିଲି ବାପା ତମେ ଆଜି ଯଦି ମିଳିତ ହେବ ନାହିଁ, ତାହେଲେ ମୁଁ ଏଇ ଗାଁରୁ ଆଜି ବିନା ଖାଦ୍ୟରେ ଯିବି ଏ ଜାଗା ଛାଡି। ତାପରେ କଣ ଘଟଣା ଘଟିବ ପରେ ତମେ ବୁଝିବ କହିବି। ସେମାନଙ୍କୁ ନୂଆରେ ବାହାଘର କରେଇଦେଲି। 3 ବର୍ଷ ପରେ କଥା ହଉନଥିଲେ, ନୂଆରେ ବାହାଘର କରେଇଦେଲି ଆଉଥରେ ବୁଢା ବୁଢୀଙ୍କୁ। ତାପରେ ସେଇ ଜାଗା ଛାଡି ଗଲି। ଏଠି ବସିଥିବା ସ୍ୱାମୀ ସ୍ତ୍ରୀ, ବାପା ମା, ଭାଇ ଭଉଣୀ, ତମର ପରିବାର କେମିତି ଅଛି ଆଜି? ତମେ ଆଦ୍ୟ ପ୍ରେମରେ ଅଛ ନା? ଏ ବାହାଘର ସମୟର ପ୍ରେମ ଅଛି ନା ଆଜି ଟିକେ ଓଲଟାପାଲଟା ହେଇଯାଇଛି? ଯୀଶୁ ମଣ୍ଡଳୀକୁ କହୁଛନ୍ତି, ଆରେ ମଣ୍ଡଳୀ ତୁ ଯୋଉ ଆଗରେ ମତେ ପ୍ରେମ କରୁଥିଲୁ, ଆଜି ସେମିତି ପ୍ରେମ କରୁନୁ। ଯୀଶୁଙ୍କୁ ଯୋଉଦିନ ତମେ ଗ୍ରହଣ କଲ, ସେଇଦିନ 10 ଫୁଟ ଡେଉଁଥିଲ, ତମେ ପାଟିତୁଣ୍ଡ କରୁଥିଲ, ଚିତ୍କାର କରୁଥିଲ, ଆନନ୍ଦ କରୁଥିଲ, ନିଦ ହଉନଥିଲା, ଖାଲି ବାଇବେଲ ପଢୁଥିଲ, ପ୍ରାର୍ଥନା କରୁଥିଲ, ମଣ୍ଡଳୀକୁ ଯାଉଥିଲ, ଗିର୍ଜା ପ୍ରାର୍ଥନା। ଆଜି ଗିର୍ଜାକୁ ମତେ ଲୋକ ଯାଉନାହାନ୍ତି। ଆଗର ଆନନ୍ଦ ଆଉ ନାହିଁ, ବାଇବେଲ ପଢିବାଟା ନାହିଁ, ପ୍ରାର୍ଥନା ନାହିଁ, ସେବା ନାହିଁ, ପ୍ରେମ ନାହିଁ। ପ୍ରେମ କଥା ମୁଁ କଣ କହିବି? ସମସ୍ତେ ତ ପ୍ରେମ କଥା ଜାଣିଛ ନା। ତମକୁ ଡାକିଲେ ତମେ ଘଣ୍ଟା ଲେକ୍ଚର ଦେଇପାରିବ। ମୁଁ ଯଦି ଡାକିବି କାହାକୁ କହିଲେ ଆସ ଭାଇ ପ୍ରେମ କଥା କୁହ ବୋଲେ ତମେ 2 ଘଣ୍ଟା କହିପାରିବ, କିଛି ବଡ କଥା ନାହିଁ। ଆଦ୍ୟ ପ୍ରେମ, ପ୍ରଥମ ଦିନ ଯାହାକୁ ତମେ ଦେଖିଲ, ଭେଟିଲ, ତା ପ୍ରତି ତୁମର ସ୍ନେହ ଶ୍ରଦ୍ଧା ଆସିଲା, ତମକୁ ବେଦୀରେ ବାହାଘର କରାଇଗଲା, କି ତମେ କାହାକୁ ସ୍ନେହ କଲ, ଶ୍ରଦ୍ଧା କଲ, ପ୍ରେମ କଲ, ଧୀରେ 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 କେତେ ବର୍ଷ ଗଲା ପରେ ତମର ପ୍ରେମ ଶିଥିଳ ହେଇଗଲା। ପ୍ରଭୁ ଆଜି ମଣ୍ଡଳୀକୁ ସେଇଟା କହୁଛନ୍ତି, ତୋର ପ୍ରେମ ନାହିଁ ଆଗ ଭଳିଆ। ଉପବାସ, ପ୍ରାର୍ଥନା, ବାକ୍ୟ, ଉପାସନା, ସେବା, ଆରାଧନା, ମଣ୍ଡଳୀ, ପ୍ରଭୁଙ୍କ ପାଇଁ ବଞ୍ଚିବା, ଲାଳସା କରିବା, ତାଙ୍କୁ ଖୋଜିବା, ସେଇଟା ଆଉ ନାହିଁ। ଆଗ ଯେତେ କର୍ମ କରୁଥିଲ, ଏବେ ସେ କର୍ମ ତମର ନାହିଁ। କୋଉଠି ପତନ ହେଲା ସେଟା ମନେ ପକାଅ, ଭୁଲ କୋଉଠି ହେଇଗଲା। ଆଜି ଏଇ ମଣ୍ଡଳୀ ଫେରିବା ପାଇଁ ରାଜି ନୁହେଁ। କିଏ ଶୁଣୁଛି? 10-15 ମିନିଟ ଛାଡିବେ, ବ୍ୟସ୍ତ ହଉ ନାହିଁ। ଆଦ୍ୟ ପ୍ରେମ, ସମସ୍ତେ କହେ ଆଦ୍ୟ ପ୍ରେମ। ଇଂରାଜୀରେ ଲେଖା ଅଛି ବହୁତ ସୁନ୍ଦର, ଫାର୍ଷ୍ଟ ଲଭ୍। ହ୍ୱାଟ ଏ ୱଣ୍ଡରଫୁଲ, ନାଇଁ କି? ସେଇ ପ୍ରେମକୁ ଫେରିବାକୁ ପଡିବ ମଣ୍ଡଳୀ। ଆଜି କେମିତି ଫେରିବା? କରିଥିବା ଭୁଲ ତ୍ରୁଟିକୁ ସୁଧାରିକି ଫେରିବା। କରିଥିବା ଭୁଲ ତ୍ରୁଟି, କୋଉଠି ଝୁଣ୍ଟିଛୁ, କୋଉଠି ପତିତ ହେଇଯାଇଛୁ, ବିଶ୍ୱାସରେ ହାରି ଯାଇଛୁ, ଥକି ଯାଇଛୁ, ନିରାଶ ହେଇଛୁ, ହତାଶ ହେଇଛୁ, ନୀରବ ରହିଯାଇଛୁ, ପ୍ରାର୍ଥନା ଭୁଲି ଯାଇଛୁ, ବାକ୍ୟ ପଢୁନାହୁଁ, ଅନ୍ୟକୁ ପସନ୍ଦ କରୁନାହୁଁ। ଗୋଟିଏ ମଣ୍ଡଳୀ ବିରୁଦ୍ଧରେ ଆଉ ଗୋଟିଏ ମଣ୍ଡଳୀ, ତା ପାଳକ ବିରୁଦ୍ଧରେ ଏ ପାଳକ, ସେ ପାଳକ ବିରୁଦ୍ଧରେ ସେ ପାଳକ। ଆମ ଡକ୍ଟ୍ରିନ୍ ଭଲ, ତମ ଡକ୍ଟ୍ରିନ୍ ଠିକ ନାହିଁ।
ଶିଖାଇବା ପାଇଁ ତର ତର, ବୁଝିବା ପାଇଁ କିଏ ନାରାଜ, ଶୁଣିବା ପାଇଁ କିଏ ଚାହାନ୍ତି ନାହିଁ। ମଣ୍ଡଳୀ ଭିତରେ ତ ଏତେ ଗୁଳିଆ ପାଣି ପଶିଛି, ସବୁ ଲୋକ ନିଜର ମଣ୍ଡଳୀକୁ ଠିକ ବୋଲି ଭାବି ଅନ୍ୟମାନଙ୍କୁ ତାତ୍ସଲ୍ୟ କରନ୍ତି, ହାଲୁକା ଦେଖନ୍ତି। ଅଛି କି ଏକତା ପ୍ରେମ ଅଛି କି? କେତେ ତମେ ୟୁନିୟନ କରୁଛ, କର ହେ ବାବୁ, ପାଳକ ମାନଙ୍କର ୟୁନିୟନ କର, ନହେଲେ ତମେ ପାଳକ ମାନଙ୍କର ଗ୍ରୁପ କର, ତମର ଅନୁଷ୍ଠାନର ସମ୍ମିଳନୀ କର, କଣ କର, ଯଦି ପ୍ରେମ ନାହିଁ କିଛି ନାହିଁ। ଖାଲି କାଗଜ ପତ୍ର ଉପରେ ଏକା ତମେ କରିବ ସେଇଟା। ଆଉ କାଗଜ ପତ୍ରର ଏକତା, ସେଇଟା ଏକତା ନୁହେଁ। 120 ଲୋକ କାହିଁକି ବସିଲେ ଉପର କୋଠରୀରେ ପ୍ରାର୍ଥନା କଲାବେଳେ? 120 ଲୋକ 10 ଦିନ କାଳ କାହିଁକି ବସିଲେ? ଏ 10 ଦିନ ପୂର୍ବରୁ ଯେତେବେଳେ 10 ଦିନ କାଳ ବସିଲେ ଯୀଶୁଖ୍ରୀଷ୍ଟଙ୍କର ସ୍ୱର୍ଗାରୋହଣ କରିବା ପରେ ପରେ କିଏ ଶୁଣୁଛି? ପ୍ରେଜ୍ ଦ ଲର୍ଡ। କାହିଁକି ବସିଲେ? ପ୍ରଭୁ କହିଲା ମୁଁ ପବିତ୍ର ଆତ୍ମାଙ୍କୁ ପଠେଇବି, ସେ ତୁମ ଉପରେ ଅବତରଣ କରିବେ, ତମେ ଶକ୍ତି ପ୍ରାପ୍ତ ହେବ ସାକ୍ଷୀ ହେବା ପାଇଁ। ତୁମେ ମୋ ପାଇଁ ସାକ୍ଷୀ ହେବା ପାଇଁ, ମୋର ସୁସମାଚାର ପ୍ରଚାର କରିବା ପାଇଁ, ପ୍ରଭୁଙ୍କର କାମ କରିବା ପାଇଁ ତମେ ଇକ୍ୟୁପ୍ ହେବ, କ୍ୱାଲିଫାଇଡ୍ ହେବ। ଏଥିପାଇଁ ମୁଁ ପବିତ୍ର ଆତ୍ମାଙ୍କୁ ଦାନ ତୁମକୁ ଦେବି। ନିଜର ଗର୍ବ ଅହଙ୍କାର ପାଇଁ ନାହିଁ, ଦାନ ପ୍ରଭୁ ଦିଅନ୍ତି ନାହିଁ, ଅନ୍ୟର ମଙ୍ଗଳ କରିବା ପାଇଁ। ଲେଖା ହେଇଛି 1 କରନ୍ତି 12 ପର୍ବରେ, ପବିତ୍ର ଆତ୍ମାଙ୍କର ଦାନ ସାଧାରଣ ହିତ ନିମନ୍ତେ ଦିଆଯାଏ। ସାଧାରଣ ହିତ, କମନ ବେନିଫିଟ ପାଇଁ ଦିଆଯାଏ। କାଢନ୍ତୁ 1 କରନ୍ତି 12 ପର୍ବକୁ ଆସନ୍ତୁ। 1 କରନ୍ତୀୟ ମଣ୍ଡଳୀକୁ ପାଉଲଙ୍କର ପତ୍ର 12 ପର୍ବରେ ଦେଖନ୍ତୁ, ବହୁତ ସୁନ୍ଦର କଥା ଲେଖା ହେଇଛି। ଯଦି ପ୍ରଭୁ ଆପଣଙ୍କୁ ମତେ ବ୍ୟବହାର କରୁଛନ୍ତି, ଆମେ ଜାଣିବା ଦରକାର। এই କରନ୍ତୀୟ ମଣ୍ଡଳୀକୁ ପାଉଲଙ୍କର ପତ୍ର ଦେଖନ୍ତୁ କଣ ଲେଖା ହେଇଛି। 7 ପଦ ପଢ କାଇଁ ଦୟାକରି। କିନ୍ତୁ ପ୍ରତ୍ୟେକ ଜଣକୁ ଆତ୍ମାଙ୍କ ଗୁଣ ପ୍ରକାଶ ଦାନ, ଆତ୍ମାଙ୍କର ଗୁଣ ପ୍ରକାଶକ ଦାନ ସାଧାରଣ ହିତ ନିମନ୍ତେ ପ୍ରଦତ୍ତ ହୁଏ। କାହିଁକି ପ୍ରଭୁ ଦାନ ଦିଅନ୍ତି? 9ଟା ଦାନ। ହ୍ୟାଲୋ, ଶୁଣୁଛୁ? କିଏ ଶୁଣୁଛି? ବାଇବେଲରେ 9ଟା ଦାନ ଲେଖା ହେଇଛି ଏଠି। ଆହୁରି ରୋମିଓ 12 ପର୍ବରେ ଆହୁରି ମଧ୍ୟ ଦାନ କଥା ଲେଖା ହେଇଛି, କିନ୍ତୁ ସ୍ପେସିଫିକଲି 9ଟା ଦାନ କଥା ଏଠି ଲେଖା ହେଇଛି। 1 କରନ୍ତି 12 ପର୍ବର ଯଦି ଆମେ ଦେଖିବା, ପ୍ରଭୁଙ୍କର ବାକ୍ୟ 8 ପଦରୁ 11 ପଦ ପର୍ଯ୍ୟନ୍ତ 9ଟା ଦାନ ବିଷୟରେ ଲେଖା ହେଇଛି। ମୁଁ ସେ ଦାନ ବିଷୟରେ କହିବା ପାଇଁ ଯାଉନାହିଁ, ସମୟ ନାହିଁ ସେଥିପାଇଁ। କିନ୍ତୁ କାହିଁକି ଦାନ ପ୍ରଭୁ ଦିଅନ୍ତି ବିଶ୍ୱାସୀ ମାନଙ୍କୁ, ପାଳକ ପ୍ରଚାରକ ମାନଙ୍କୁ? କାହିଁକି ପବିତ୍ର ଆତ୍ମାଙ୍କ ଦାନ ଦିଅନ୍ତି? ନିଜର ଗର୍ବ ଅହଙ୍କାର ବଡ଼ିମା କରିବା ପାଇଁ ଦିଅନ୍ତି ନା ପ୍ରଭୁଙ୍କର ଗୌରବ କରିବା ପାଇଁ ଦିଅନ୍ତି? ସେ ଗୌରବ, ଗୌରବ ରକ୍ଷଣଶୀଳ ଉଦ୍ଯୋଗ ପରମେଶ୍ୱର ଗୋଟେ ବିନ୍ଦୁ ବି ଗୌରବ ସେ କାହାକୁ ଦିଅନ୍ତି ନାହିଁ। ତମେ ଯଦି ଦାନ ପାଇଛ, କି ମୁଁ ଦାନ ପାଇଛି, ଯଦି ଆମେ ନିଜ ଗୌରବ ପାଇଁ ବ୍ୟବହାର କରୁଛୁ, ତାହେଲେ ସେ ଦାନକୁ ପ୍ରଭୁ ସିଜ୍ କରିଦେବେ। ଅନେକ ଦାନ ପାଇଥାନ୍ତି, ବ୍ୟବହାର କରନ୍ତି ନାହିଁ। ତମେ କଟୁରୀ କି ଟାଙ୍ଗିଆ ରଖିଥିବ, ସାଣ ଦେବ ନାହିଁ ବୋଇଲେ ଲେଖା ହେଇଛି, ଲୁହା ଦନ୍ଥଡା ହେଲେ ତାକୁ ନ ପଜାଇଲେ ବହୁତ ବଡ ଖର୍ଚ୍ଚ କରିବାକୁ ହୁଏ ବୋଲି ରାଜା ସଲମନ କହୁଛନ୍ତି। ଲୁହା ଯଦି ଦନ୍ଥଡା ହେଲା, ଟାଙ୍ଗିଆ ଯଦି ଦନ୍ଥଡା ହେଲା, ତାକୁ ସାଣ ଦେଉନ ପ୍ରତ୍ୟେକ ଦିନ, କାଠ ଚିରି ପାରିବ ନାହିଁ, ହାଣି ପାରିବ ନାହିଁ। ଦାନ ତୀକ୍ଷ୍ଣ ହେଇକି ରହିବା ଦରକାର, ଶାଣିତ ହେଇକି ରହିବା ଦରକାର। ଈଶ୍ୱରଙ୍କ ବାକ୍ୟ ଯେପରି ଦ୍ୱିଧାର ଖଡ୍ଗ ଠାରୁ ତୀକ୍ଷ୍ଣତର, ପବିତ୍ର ଆତ୍ମାଙ୍କ ଦାନ ମଧ୍ୟ ତୀକ୍ଷ୍ଣ ହେଇଥିବ। ବାହାରି ଯା ଯୀଶୁ ନାମରେ, କହିଲେ ବାହାରି ଯିବ। ବାନ୍ଧିଦେଲି ବୋଲେ ବନ୍ଧା ହେଇଗଲା ଯୀଶୁ ନାମରେ। ପରାମର୍ଶ ଦେବ ଯୀଶୁ ନାମରେ, ସମାଧାନ ହେଇଯିବ। କଥା କହିବ, ନିରାଶ ହତାଶ ଜୀବନେ ଭରସା ଯିବ। ଦାନ ଏଥିପାଇଁ କାହିଁକି ଦିଆଯାଇଛି? ଦାନ 7 ପଦରେ ପ୍ରତ୍ୟେକ ଜଣକୁ, ଖାଲି ପ୍ରଚାରକ ପାଳକ ମାନଙ୍କୁ ନାହିଁ। ଏଇଟା ଭଲରେ ମନେ ରଖ। ଅନେକଙ୍କର ଧାରଣା ଅଛି ଖାଲି ବଡ ବଡ ପ୍ରଚାରକ ମାନେ ଏକା, ସେ ଆର୍କେଡିକାଲ ଭାଇ ହେଇଥିବେ, ଆଉ ଗୋଟେ କୋଉ ଗୋଟେ ବଡ ପ୍ରଚାରକ ହେଇଥିବ, ବକ୍ତା ଫୋକ୍ତା, ତାକୁ ଏକା ଦାନ ଦେଇଛି, ମୋ ପାଖରେ ଦାନ ନାହିଁ। ଏଥିପାଇଁ ଆମେ କଣ କରୁ? ଲାଇନରେ ଠିଆ ହଉ ପ୍ରାର୍ଥନା କରିବା ପାଇଁ। କୋଉ ଠିଆ ହଉ ବାପା? ଲାଇନରେ। ନିଜେ ପ୍ରାର୍ଥନା କରିବ ନାହିଁ, ଅନ୍ୟ ଜଣେ ମୋ ପାଇଁ ପ୍ରାର୍ଥନା କରେ ହେଲା ବୋଲି। ମତେ ଭୋକ ଲାଗିଲେ ତମେ ଖାଇଲେ ପେଟ ପୁରିବ ନା? ମୋର କାହିଁ ପୁରିବ ନାହିଁ? ତମେ ଖାଇଲେ ନା ପେଟ ପୁରିବ? ମତେ ଶୋଷ ଲାଗୁଛି, ଆମମାନଙ୍କ ଭାଇ ଯଦି ପାଣି ପିଇବେ, ମୋ ଶୋଷ ତ ଯିବ ନାହିଁ ନା। ହଁ, ଅନ୍ୟ ଲୋକ ପ୍ରାର୍ଥନା କରିପାରିବେ, ମୁଁ ପ୍ରାର୍ଥନା କରିପାରିବି। ଆଜିକାଲି ମୁଁ କାହା ପାଇଁ ପ୍ରାର୍ଥନା କରୁନାହିଁ, ମୋର ବଳ ନାହିଁ ପ୍ରାର୍ଥନା କରିବା। ସତ କଥା କହିଦେଉଛି, ମୁଁ 500-600 ଲୋକଙ୍କ ପାଇଁ ପ୍ରାର୍ଥନା କରୁଥିଲି। ଗୋଟେ ଦିନ ରାତିରେ ପ୍ରାର୍ଥନା କରୁ 128 ପରିବାର ପ୍ରାର୍ଥନା, 128 ପରିବାର ପ୍ରାର୍ଥନା।
ଗଜପତି ଜିଲ୍ଲାର 128ଟା ପରିବାର, ଗୋଟେକରେ 5 ଲୋକ ଥିଲେ। ତମେ ହିସାବ କରି ଦେଖ କେତେ ଲୋକ ପାଇଁ ପ୍ରାର୍ଥନା ମୁଣ୍ଡ ଉପରେ ହାତ ଥୋଇ। ମୁଁ ଏବେ ପ୍ରାର୍ଥନା ଦେଖିଲି ଡରୁଛି, କାହିଁ ମୋର ବଳ ନାହିଁ। ମୁଁ ଏବେ ଠିଆ କଥା କହୁଛି, କେମିତି କହୁଛି ମୁଁ ଏକା ଚିନ୍ତା କରୁନି। ମୋ ପାଇଁ ଚେୟାର ରଖାଇଛି କଥା କହିବା ପାଇଁ, କିନ୍ତୁ କାଲି ମୁଁ ଚେୟାରରେ ବସି କହିବି। ହାଲେଲୁୟା। ହାଲେଲୁୟା। ଦାନ ପ୍ରତ୍ୟେକଙ୍କୁ ଦିଆଯାଇଛି। କଣ ଦିଆଯାଇଛି ତମେ ନିଜେ ଜାଣିବା ଦରକାର। ତମ ପାଖରେ କଣ ଅଛି? 5ଟା ରୁଟି 2ଟା ମାଛ ଅଛି। ତମେ ଜାଣିନ ତମ ପାଖରେ କଣ ଅଛି ବୋଲେ କଣ ଅଛି, ଯାଇକି ଦେଖ କଣ ଅଛି ବୋଲି ପ୍ରଭୁ କହିଲେ। ତମେ ନିଜ ଭିତରେ ଦେଖ କଣ ଅଛି ତମ ଭିତରେ। ଯଦି ପ୍ରଭୁଙ୍କୁ ବ୍ୟକ୍ତିଗତ ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟ ଉଦ୍ଧାରକର୍ତ୍ତା ପରିତ୍ରାଣକର୍ତ୍ତା ପାପ କ୍ଷମାକାରୀ ବୋଲି ଯଦି ଜାଣିଛୁ, ବିଶ୍ୱାସ କରିଛୁ, ଗ୍ରହଣ କରିଛୁ। କିଏ କିଏ ଗ୍ରହଣ କରିଛନ୍ତି ଯୀଶୁଙ୍କୁ? ପ୍ରେଜ୍ ଦ ଲର୍ଡ। କୋଉଠି ଗ୍ରହଣ କରିଛୁ? ହୃଦୟ ଭିତରେ। ପ୍ରେଜ୍ ଦ ଲର୍ଡ। ଯୀଶୁ ଆସିଲେ ମୁଣ୍ଡ ଉପରକୁ ଆସନ୍ତି ନାହିଁ, ସେ ଭିତରକୁ ଆସନ୍ତି। ପବିତ୍ର ଆତ୍ମା ମୁଣ୍ଡରେ ବସନ୍ତି ନାହିଁ, ଭିତରେ ଥାଆନ୍ତି। ଏ ପବିତ୍ର ଆତ୍ମା ବୋଲି ଗୀତ ଗାଉଛୁ, ସେ କୁଆଡେ ଗଛ ଉପରେ ବସୁଛନ୍ତି। ଶାନ୍ତି କପୋତ ଉଡି ଉଡି ଆସିବେ। ଯୋଉଦିନ ତମେ ଯୀଶୁଙ୍କୁ ଜାଣିଲ ପରିତ୍ରାଣକର୍ତ୍ତା ଉଦ୍ଧାରକର୍ତ୍ତା ବୋଲି ପରିତ୍ରାଣ ପାଇଲ, ସେଇଦିନ ପବିତ୍ର ଆତ୍ମା ତମ ଭିତରକୁ ଆସୁଛନ୍ତି। ଏବେ ଅଛନ୍ତି। ଏ ଛାତି ଉପରେ ହାତ ରଖ ଏମିତି। ପବିତ୍ର ଆତ୍ମା ମୋ ଭିତରେ ଅଛନ୍ତି। ଯିବା ଆସିବା କରନ୍ତି ନାହିଁ। ସେ ପୁରାତନ ନିୟମରେ ଆସୁଥିଲେ, ଯାଉଥିଲେ। ନୂତନ ନିୟମରେ କହିଲେ ମୁଁ ପବିତ୍ର ଆତ୍ମାକୁ ପଠେଇବି, ସେ ତୁମ ସହିତ ଚିରକାଳ ରହିବେ। କେତେ କାଳ? ଚିରକାଳ ବୋଲେ କେତେ ବର୍ଷ ସେଇଟା? ଆଜ୍ଞା, ଜଗତରେ ବଞ୍ଚିଥିବା ପର୍ଯ୍ୟନ୍ତ, ଆଉ ସ୍ୱର୍ଗକୁ ଯାଇକି ତ ସଦାରେ ଥିବେ ସେ। ଆପଣଙ୍କ ଭିତରେ, ମୋ ଭିତରେ ପବିତ୍ର ଆତ୍ମା ଅଛନ୍ତି। କୁହନ୍ତୁ ଅଛନ୍ତି। ଆସିବେ ନାହିଁ। ଯେ ନୂଆରେ ପ୍ରଭୁଙ୍କୁ ଗ୍ରହଣ କଲା ତା ଭିତରକୁ ଆସିବେ, ଆସିକି ରହିଯିବେ, ଯିବେ ନାହିଁ। ଆମେ ସବୁଦିନ ତ ଗାଉଛୁ ସେ ଗୀତ ବୋଲିକି, ସତ ଯେମିତି ଯାଉଛନ୍ତି ଆସୁଛନ୍ତି, ରାତିରେ କୁଆଡେ ପଳେଇଛନ୍ତି, ଭିତରକୁ ଆସିନାହାନ୍ତି। ଲାଜ ଲାଗିବା କଥା। ମୁଁ ବୁଝୁନା, ଆମେ ପ୍ରକୃତ ବିଷୟ ବୁଝୁନୁ। ତମର ବାଳ ଅଛି ବୋଲି କଣ ତମେ ସଦାବେଳେ ହାତ ମାରୁଛୁ କି ଏଠି ଅଛି କି ନାହିଁ ବୋଲି? ନିଶ୍ୱାସର ପ୍ରଶ୍ୱାସ ଚାଲିଛି କି ନାହିଁ ବୋଲି କଣ ଏଇଟା ତମ ହାତ ଏମିତି ଦେଖୁଛୁ କି? ଉକଟ ବାଇନ କି ନା ଏଠି ଯା ଅଛି କି ନାହିଁ? ସେଇଟା ଅଛି। ପବିତ୍ରତା ଅଛନ୍ତି ଭିତରେ। ସେ ବାହ୍ୟ ରୂପ ଦେଖି ଆସନ୍ତି ନାହିଁ, ଭିତର ରୂପ ଦେଖି ଆସନ୍ତି। ଏଥିପାଇଁ ମୋର ପ୍ରିୟ ଭାଇ ଭଉଣୀ ମାନେ, ଯୋଉଟା ଆମେ ପଢିଲୁ, ସାଧାରଣ ହିତ ନିମନ୍ତେ ପବିତ୍ର ଆତ୍ମାଙ୍କୁ ଦାନ ଦିଆଯାଇଛି। ହେଲା, ପ୍ରେଜ୍ ଦ ଲର୍ଡ। ଆଉ ସେ ଦାନକୁ ଗୋଟିଏ ଗୋଟିଏ ଦାନ ସହିତ, ମୁଁ କୁଆଡେ ସବଜେକ୍ଟ ମୋର କୁଆଡେ ପଳଉଛି, ମୁଁ ଏକା ବିପଦରେ ପଡି ଯାଉଛି। ପବିତ୍ର ଆତ୍ମାଙ୍କ ଫଳ ହଉଛି ପ୍ରେମ। ଯୋଉଟା ତମେ ଲେଖିଛ ପ୍ରେମ ବୋଲି, ନାଇଁ କି? ପବିତ୍ର ଆତ୍ମାଙ୍କ ଫଳ ପ୍ରେମ। ବାଇବଲ କହୁଛି ଈଶ୍ୱର ପ୍ରେମ ଅଟନ୍ତି। ଗଡ୍ ଇଜ ଲଭ୍। ଲଭ୍ ଇଜ ନଟ୍ ଗଡ୍। ଗଡ୍ ଇଜ ଲଭ୍, ବଟ୍ ଲଭ୍ ଇଜ ନଟ୍ ଗଡ୍। ବୁଝିପାରିଲ ମୋ ଭାଷା? ଈଶ୍ୱର ପ୍ରେମ ଅଟନ୍ତି, ପ୍ରେମ ଈଶ୍ୱର ନୁହେଁ। ଏକଥା ମନେ ରଖିଥାଅ। ଈଶ୍ୱର ପ୍ରେମ ଅଟନ୍ତି, କିନ୍ତୁ ପ୍ରେମ ଈଶ୍ୱର ନୁହନ୍ତି। କାହିଁ ତମେ କୋଉ ଟାଇପର ପ୍ରେମ ହୋଇଥିବ କିଏ ଜାଣିଛି? ଏଥିପାଇଁ ଈଶ୍ୱରଙ୍କର, ପବିତ୍ର ଆତ୍ମାଙ୍କର ବରଦାନ ଯେମିତି 9ଟା, ପବିତ୍ର ଆତ୍ମାଙ୍କର ଫଳ ହଉଛି 9ଟା। ପ୍ରେମ, ଦୟା, ଶାନ୍ତି, ଭଦ୍ରତା, ମୃଦୁତା, ନମ୍ରତା, ବିଶ୍ୱସ୍ତତା, ଆତ୍ମସଂଯମ। ଆତ୍ମସଂଯମ କୁହେ କଣ କହିଲି? ବୋଲେ ସେଲ୍ଫ କଣ୍ଟ୍ରୋଲ। ଅନେକ ଦାନ ପାଇକି ଅସ୍ଥିର ହୁଅନ୍ତି, ଇମୋସନ ହୁଅନ୍ତି, ଭାବପ୍ରବଣ ହୁଅନ୍ତି, ତରତର ହୁଅନ୍ତି, ଉତ୍ତେଜିତ ହୁଅନ୍ତି। ଯଦି ତୁମେ ଏପଟେ 9ଟା ଦାନ, ଏପଟେ 9ଟା ଫଳ, କାଁଟା ଏମିତି ଧରିବ? କମ ଥିବ, ବାଲାନ୍ସ ରହିବ କି ନାହିଁ? ଯଦି 8ଟା ଦାନ ଥିବ ଆଉ 9ଟା ଯାକ ଫଳ ଥିବ, କାଁଟା ତଳକୁ ଉପରକୁ ହେବ କି ନାହିଁ? ଯଦି ଦାନ ପାଇଛ, ଫଳ ମଧ୍ୟ ଥିବା ଦରକାର। ସ୍ୱର୍ଗରେ ଦାନ ନାହିଁ, ତୁମେ ଭୂତ ଛଡେଇବ ନାହିଁ, ରୋଗୀମାନଙ୍କ ପାଇଁ ସୁସ୍ଥ କରିବ ନାହିଁ, ସେଠି ଭାବବାଣୀ କହିବ ନାହିଁ, ଆବା ଦାବା ବୋଲି କହିବ ନାହିଁ, ସେଠି ପରଭାଷା କିଛି ଆବଶ୍ୟକ ନାହିଁ କହିବା ପାଇଁ, ଆଶ୍ଚର୍ଯ୍ୟ କର୍ମ ନାହିଁ। ସ୍ୱର୍ଗରେ ପ୍ରେମ ଅଛି, ଶାନ୍ତି ଅଛି, ଦୟା ଅଛି, ମୃଦୁତା ଅଛି, ଭଦ୍ରତା ଅଛି, ଆତ୍ମସଂଯମ ଅଛି। ଏଇ ଯୋଉ ପ୍ରେମ କଥା ଆମେ ଭାବୁଛୁ, ଏଇ ପ୍ରେମ ସ୍ୱର୍ଗରେ ଅଛି। ଦାନ ଖାଲି ପୃଥିବୀରେ ମଣ୍ଡଳୀକୁ ଗଠନ କରିବା ପାଇଁ, ତାଙ୍କୁ କାର୍ଯ୍ୟ କରିବା ପାଇଁ, ବିଶ୍ୱାସୀ ମାନଙ୍କୁ, ପ୍ରଭୁଙ୍କର କାର୍ଯ୍ୟକାରୀ ମାନଙ୍କୁ ପ୍ରଭୁ ଦାନ ଦେଇଛନ୍ତି। ଦାନକୁ ସଦ୍ବ୍ୟବହାର ନ କଲେ ପ୍ରଭୁ ଦାନ ନେଇଯିବେ। ମନେ ରଖନ୍ତୁ ଏ କଥା। ତମକୁ ଯଦି ଗୋଟେ ତୋଡ଼ା ପ୍ରଭୁ ଦେଇଛନ୍ତି, ବ୍ୟବହାର କରିବ ନାହିଁ, ମାଟି ତଳେ ପୋତିକି ରଖିବ, ତାହେଲେ ସେ କାହିଁକି ତମକୁ ଦେଲେ? ସେ କଣ କହିଲା? ମୁଁ ଜାଣିଥିଲି ଆପଣ ବଡ କଠୋର ଲୋକ ଆଜ୍ଞା,
ଯୋଉଠି ବୁଣି ନଥାନ୍ତି ସେଇଠି କାଟିଥାନ୍ତି। ସେ କହିଲେ ଆରେ ବାବା ତତେ ଏଇଟା ଏଥିପାଇଁ ଦେଲି ବ୍ୟବସାୟ କରେ ବୋଲିକି, ଏ ତୋଡ଼ା ଏଥିପାଇଁ ଦେଲି, ଆଉ ତୁ ବ୍ୟବସାୟ ନକରି ପୋତି ରଖିଲୁ। ମୁଁ କଠିନ ଲୋକ ବୋଲି ତୁ ଜାଣିଲୁ, ମତେ କହିଲୁ ନା ଆଗରୁ, ମୁଁ ବ୍ୟାଙ୍କରେ ରଖିଥିଲି କଳମ ଥରଲେ ପାଇଥାନ୍ତି। ଦାନ ଯଦି ପାଇଛ, ପ୍ରାର୍ଥନାର ଦାନ, ରୋଗୀମାନଙ୍କ ପାଇଁ ପ୍ରାର୍ଥନା କରିବାର ଦାନ, କାହାର ମନ ଚିହ୍ନିବାର ଦାନ, ବିଶ୍ୱାସର ଦାନ, ଆଶ୍ଚର୍ଯ୍ୟ କର୍ମ କରିବାର ଦାନ, ପରଭାଷା କହିବାର ଦାନ, ଭାବାଣୀ କହିବାର ଦାନ ଯଦି ପାଇଛ, ତାକୁ ସାଇତିକି ରଖ, ଆଉ ତାକୁ ଶାଣିତ କରିକି ରଖ। ରଖିବାକୁ ପଡିବ ଆମମାନଙ୍କୁ, ନହେଲେ ଦାନକୁ ଆମେ ବ୍ୟବହାର କରିବା ନାହିଁ। ଲୁହାଟାକୁ ଖାଲି ପକେଇକି ରଖିଲେ ବାହାର ଜଙ୍ଗ ତାକୁ ଧରେ ନାହିଁ। ଲୁହା ଭିତରେ ଏକା ଜଙ୍ଗ ଅଛି, ଲୁହା ଭିତରେ ଏକା ଜଙ୍ଗ ଥାଏ, ଆଉ ଲୁହାଟା ନଷ୍ଟ ହେଇଯାଏ, ନିଜର ରସ ଦ୍ୱାରା ଲୁହାଟା ନଷ୍ଟ ହେଇଯାଏ। ଏଥିପାଇଁ ପବିତ୍ର ଆତ୍ମାଙ୍କ ବରଦାନକୁ କଣ ପାଇଁ ଦିଆଯାଇଛି? ସାଧାରଣ ହିତ ନିମନ୍ତେ ଦିଆହେଇଛି। ଏଠି ଯେତେ ବସିଛୁ ପ୍ରତ୍ୟେକଙ୍କ ଭିତରେ ଦାନ ଅଛି। ମୋର ସମୟ ନାହିଁ ତାକୁ ପ୍ରମାଣ କରିବା ପାଇଁ। ପ୍ରତ୍ୟେକ ଯେତେ ବସିଛୁ, ସାନ ବଡ, ବୁଝନ୍ତୁ ନ ବୁଝନ୍ତୁ, ବାଇବେଲ ପଢି ଜାଣିଛନ୍ତି କି ନାହିଁ ମୁଁ କହିପାରିବିନି, ଆପଣଙ୍କ ଭିତରେ ଦାନ ଅଛି। କାହିଁକି ଦାନ ଅଛି? ଅନ୍ୟର ଉପକାର କରିବା ପାଇଁ ପ୍ରଭୁ କିଛି ନା କିଛି ଆପଣଙ୍କୁ ଦେଇଛନ୍ତି। କିଛି ନହେଲେ ମଧ୍ୟ ତ ଅନ୍ୟ ପାଇଁ ପ୍ରାର୍ଥନା ତ କରିପାରିବେ ନା। ଗୋଟେ ଦୁଃଖୀ ଲୋକ ପାଇଁ ପ୍ରାର୍ଥନା କରିପାରିବେ ନା? ସେଠି ପ୍ରାର୍ଥନା ଗିଆଜା କବା ବୋଲି କହିଲେ ତ ପ୍ରାର୍ଥନା କରିପାରିବ ନା। ଯଦି କିଏ ତୁମକୁ ଦୁଃଖ କହିଲା, ତୁମେ ସାନ୍ତ୍ୱନାର ପଦେ କଥା କହିପାରିବ ତ? ସାନ୍ତ୍ୱନା ଦେଇପାରିବ ତ? ଏଥିପାଇଁ ପବିତ୍ର ଆତ୍ମାଙ୍କ ବରଦାନ ସ୍ୱତନ୍ତ୍ର ଲୋକମାନଙ୍କୁ ଦିଆଯାଏ ନାହିଁ, ସମସ୍ତଙ୍କୁ ଦିଆଯାଏ। ଆଉ ସେଇଟା ସାଧାରଣ ହିତ, କମନ ବେନିଫିଟ ପାଇଁ ଦିଆଯାଏ। ଆଉ ଗୋଟେ କଥା ଶୁଣିବା, କିଛି ଲୋକମାନଙ୍କୁ ପ୍ରଭୁ ସେଇ ଦାନରେ, ଗୋଟେ ନିର୍ଦ୍ଦିଷ୍ଟ ଦାନରେ ସ୍ୱତନ୍ତ୍ର ଭାବରେ ବ୍ୟବହାର କରନ୍ତି। ପ୍ରେଜ୍ ଦ ଲର୍ଡ। ସ୍ୱତନ୍ତ୍ର ଭାବରେ ବ୍ୟବହାର କରନ୍ତି। କେମିତି? ଅନେକ ଡାକ୍ତର ମାନେ ଥାନ୍ତି, ଆଉ ସ୍ପେଶାଲିଷ୍ଟ ମାନେ ମଧ୍ୟ ଥାନ୍ତି। ହସ୍ପିଟାଲ ମାନଙ୍କରେ ହାର୍ଟ ଡକ୍ଟର ଜଣେ ଥାନ୍ତି, କମନ ଡକ୍ଟର, କିନ୍ତୁ ହାର୍ଟ ସ୍ପେଶାଲିଷ୍ଟ ମଧ୍ୟ ଥାନ୍ତି। ସେମିତି କାହାକୁ କାହାକୁ ଗୋଟେ ନିର୍ଦ୍ଦିଷ୍ଟ ଦାନରେ ପ୍ରଭୁ ବ୍ୟବହାର କରନ୍ତି। ଏଥିପାଇଁ ଆଜି ମଣ୍ଡଳୀକୁ ତାହା ଆବଶ୍ୟକ ରହିଛି। ଶେଷ କରିବା, ଗାଲାତୀୟ ମଣ୍ଡଳୀକୁ ପାଉଲଙ୍କର ପତ୍ର, ଗାଲାତୀୟ ମଣ୍ଡଳୀକୁ ପାଉଲଙ୍କର ପତ୍ର। ଆସନ୍ତୁ ଦୟାକରି ଶୀଘ୍ର ଯିବା। ମୁଁ ଦାନ ବିଷୟରେ ଅଧିକ ସମୟ କହିବା ପାଇଁ ଚାହୁଁନାହିଁ, ମୋର ସମୟ ନାହିଁ। ଗାଲାତୀୟ ମଣ୍ଡଳୀକୁ ପାଉଲଙ୍କର ପତ୍ର 5 ପର୍ବ ଦେଖନ୍ତୁ, କିଏ ପାଇଲା ନା ନାହିଁ? 22 ପଦ ପଢ, 22 ପଦ। କିନ୍ତୁ ଆତ୍ମାଙ୍କ ଫଳ ପ୍ରେମ, ଆନନ୍ଦ, ଶାନ୍ତି, ଦୀର୍ଘ ସହିଷ୍ଣୁତା, ପରୋପକାରିତା, ଭଦ୍ରତା, ବିଶ୍ୱସ୍ତତା, ମୃଦୁତା ଓ ଆତ୍ମସଂଯମ। ଏଇଟା 9ଟା ଫଳ, ଏଇଟା ଦାନ ନୁହେଁ। କଣ ସେଇଟା? ପ୍ରେମ, ଆନନ୍ଦ, ଶାନ୍ତି, ଦୀର୍ଘ ସହିଷ୍ଣୁତା, ପରୋପକାରିତା, ଭଦ୍ରତା, ବିଶ୍ୱସ୍ତତା, ମୃଦୁତା, ଆତ୍ମସଂଯମ। এই সমস্ত বিরুদ্ধে কৌଣସି ବ୍ୟବସ୍ଥା ନାହିଁ। ପ୍ରେଜ୍ ଦ ଲର୍ଡ। ବ୍ୟବସ୍ଥା ନାହିଁ, ତମକୁ କିଏ ଦୋଷୀ କରିବେ ନାହିଁ। ଭଦ୍ରତା, ତମେ ଯଦି ବ୍ୟବହାର ଠିକରେ କଲ, ଜେଣ୍ଟଲ ବିହେଭ, କିଏ କ୍ୱେଶ୍ଚିନ୍ କରିବେ ନାହିଁ। ଖରାପ ବ୍ୟବହାର କଲେ କ୍ୱେଶ୍ଚିନ୍ ହେବ, ବ୍ୟବସ୍ଥା ଆସିବ, ସେଇଠିକି କମ୍ପ୍ଲେନ୍ ଆସିବ। ଏଠି କଣ ଲେଖା? ଆତ୍ମାଙ୍କର ଫଳ ଗୁଡାକ ଲେଖା ହେଇଛି ନା ଆତ୍ମାଙ୍କର ଫଳ ଲେଖା ହେଇଛି? ବାବା, ଆତ୍ମାଙ୍କ ଫଳ। ଆତ୍ମାଙ୍କର ଫଳ 9ଟା ଫଳକୁ ଗୋଟିଏ ଫଳ ରଖିଦେଲେ, 9ଟା ଫଳ। ଆତ୍ମାଙ୍କର ଫଳ କହିଲେ ଡାଳିମ୍ବ ଭଳିଆ ଏଇଟା। ଏ ପ୍ରେମକୁ ଭାଙ୍ଗିଲେ ତା ଭିତରେ ଆନନ୍ଦ, ଶାନ୍ତି, ଦୀର୍ଘ ସହିଷ୍ଣୁତା, ପରୋପକାରିତା, ଭଦ୍ରତା, ବିଶ୍ୱସ୍ତତା, ମୃଦୁତା, ନମ୍ରତା, ଆତ୍ମସଂଯମ, ସବୁ ଯାକ ଫଳ ପ୍ରେମ ଭିତରେ ଅଛି। ସେଇଟାକୁ ମୁଁ ଜଣକୁ ପ୍ରେମ କରୁଛି ଦେଖାଇବା ଦରକାର ନାହିଁ, କହିବା ଦରକାର ନାହିଁ। ତମେ ପ୍ରେମ କର, ସେ ଲୋକ ଆପେ ବୁଝିବେ ମତେ ସ୍ନେହ କରୁଛି। ସ୍ନେହଶୀଳ ତ ହେବା ଦରକାର ନା, ଲେଖା ସ୍ନେହଶୀଳ। ତମେ ଜଣକୁ ଯଦି ସାନ୍ତ୍ୱନା ଦେବା ପାଇଁ ଚାହୁଁଛ, ଖାଲି ତା ପିଠି ଟିକେ ଆଉଁସି ଦିଅ, ଯଥେଷ୍ଟ। ତମେ କହିବା ଦରକାର ମୁଁ ତମକୁ ସାନ୍ତ୍ୱନା ଦେଉଛି, ଭଲରେ ରୁହ ବାପା, ଶାନ୍ତି ବର୍ତ୍ତ, କିଛି କହିବା ଦରକାର ନାହିଁ। ଖାଲି ଟିକେ ଆଉଁସି ଦିଅ ତାକୁ, କୁଣ୍ଡେଇ ପକାଅ ତାକୁ। ହାଗିମ୍, ଗୋଟେ ଦୁଃଖୀ ଲୋକ ପାଖକୁ ଯାଇକି ତାକୁ କୁଣ୍ଡେଇ ଦିଅ, ଠିଆ ହେଇଯାଅ, ଭଲ ଅଛ କି, ପ୍ରଭୁ ଅଛନ୍ତି, ଦୀପଦ ସାନ୍ତ୍ୱନା କଥାକୁ ସେ ଆପେ ଆପେ ବୁଝିବ। ଜଣେ ତାର ସମସ୍ୟା କହିଲା, ଆପଣ ଗୋଟେ ଭଲ ପରାମର୍ଶ ଦୀପଦ ଦିଅନ୍ତୁ, ତାର ସମସ୍ୟା ସମାଧାନ ହେଇଯିବ। ମୃଦୁତା, ବ୍ୟବହାର, ଏଗୁଡ଼ା ସବୁ ବ୍ୟବହାର ଭିତରେ ଯାଏ। ଗୁଣ, এই ପବିତ୍ର ଆତ୍ମାଙ୍କର
9ଟା ଯାକ ଫଳ କିଏ କିଏ ଶୁଣୁଛି ଶେଷ କରିବା ଏଇ ପବିତ୍ର ଆତ୍ମାଙ୍କର 9ଟା ଫଳ ଯୀଶୁ ଖ୍ରୀଷ୍ଟଙ୍କର ସ୍ୱଭାବ ହାଲେଲୁୟା এই 9টা ফল প্রেম আনন্দ শান্তি ভদ্রতা মৃদুতা বিশ্বস্ততা পরোপকারিতা আত্মসংযম যীশু খ্রিস্টଙ୍କର স্বভাব এটা নেচার অফ জিসস ক্রাইস্ট ইজ দ্য ফ্রুট অফ দ্য হোলি স্পিরিট পবিত্র আত্মাଙ୍କ ফল যীশু ଖ୍ରୀଷ୍ଟଙ୍କର ସ୍ୱଭାବ ଆଉ ଗୁଣ ଜଗତରେ ଦରକାର ଆଉ ସ୍ୱର୍ଗରେ ମଧ୍ୟ ଏଟା ଅଛି 9ଟା ଦାନ ଯୋଉଟା 12 ପର୍ବରେ ପଢିଲୁ ପ୍ରଥମ କରନ୍ତି 12 ପର୍ବରେ 9ଟା ଦାନ ସେଟା ମଣ୍ଡଳୀରେ ବିଶ୍ୱାସୀ ମାନଙ୍କୁ ଦିଆଯାଇଛି କାର୍ଯ୍ୟକାରୀ ମାନଙ୍କୁ ଦିଆଯାଇଛି ତାଙ୍କ କାର୍ଯ୍ୟ କରିବା ପାଇଁ ସ୍ୱର୍ଗରେ 9ଟା ଦାନର ଆବଶ୍ୟକ ନାହିଁ କାହିଁକି ସ୍ୱୟଂ ଆମେ ଯୀଶୁଙ୍କ ଆଖିରେ ଦେଖିବା ବାଇବେଲ ବହି ଧରିବା ଦରକାର ନାହିଁ ସ୍ୱୟଂ ବାକ୍ୟ ରୂପୀ ପରମେଶ୍ୱର ଯୀଶୁ ସିଧା ଅଛନ୍ତି ଏ ବାକ୍ୟ ଦେହବନ୍ତ ହେଲେ ଯୋଉ ବାକ୍ୟ ଆପଣ ହାତରେ ଧରିଛନ୍ତି ବାଇବେଲ এই ବାକ୍ୟ ଦେହବନ୍ତ ହେଇକି ଆମମାନଙ୍କ ମଧ୍ୟରେ ବାସ କଲେ ଇମାନୁଏଲ ପରମେଶ୍ୱର ଇମାନୁଏଲ ଶବ୍ଦର ଅର୍ଥ କ'ଣ ଆମ ସହିତ ଈଶ୍ୱର ଲୋକ ପ୍ରଶ୍ନ ପଚାରୁଛନ୍ତି ଯୀଶୁ ଖ୍ରୀଷ୍ଟ କ'ଣ ଈଶ୍ୱର କି କିଏ କିଏ ତାଙ୍କୁ ଡେପୁଟି ଗଡ୍ ଆସିଷ୍ଟାଣ୍ଟ ଗଡ୍ ସବ୍ ଗଡ୍ ବୋଲି କହୁଛନ୍ତି ଯୀଶୁ ଈଶ୍ୱର ନୁହନ୍ତି ବୋଲି କିଏ କିଏ କୁହନ୍ତି ଯିଶାୟା 9 ପର୍ବ 6-7ରେ କ'ଣ ଲେଖା ହେଇଛି ତମେ ଜାଣିଥିବ କିଏ କୁହ ବାଇବେଲ ନ କୁହ ଯିଶାୟା 9:6-7ରେ ଆମ୍ଭମାନଙ୍କ ନିମନ୍ତେ ଏକ ବାଳକ ଜନ୍ମି ଅଛନ୍ତି ଆଜ୍ଞା ତାପରେ ତାଙ୍କ ସ୍କନ୍ଧରେ କର୍ତ୍ତୃତ୍ୱ ଭାର ଥୁଆଯିବ କାହା ବିଷୟରେ ଯୀଶୁ ବେଥଲେହେମରେ ଜନ୍ମଲେ ତାଙ୍କ ବିଷୟରେ କୁହାଯାଉଛି ତାଙ୍କ ନାମ ଇମାନୁଏଲ ଲେଖା ହେଇଛି ଯିଶାୟାରେ ଏବେ 9 ପର୍ବ କଥା କହିଲି ପରା କୁଆଡେ ଉଲ୍ଟା ପାଲ୍ଟା କଥା କହୁଛୁ କମାନ ଜଲ୍ଦି ଯାଅ 9 ପର୍ବ ଯାଅ ଖୋଲ ବାଇବେଲ ଖୋଲ ଯିଶାୟା 9:6-7 ତାଙ୍କ ନାମ ଆଶ୍ଚର୍ଯ୍ୟ ହିଜ୍ ନେମ୍ ଇଜ୍ ୱଣ୍ଡରଫୁଲ ହାଲେଲୁୟା ଆରେ ଯୀଶୁ ନାମ ଆଶ୍ଚର୍ଯ୍ୟ ନାମ ଆଶ୍ଚର୍ଯ୍ୟ ମନ୍ତ୍ରୀ ନାହିଁ ସେଇଟା କମା ଦିଆ ହେଇଛି ଦେଖ ପିଲାମାନେ କମା ଦିଆ ହେଇଛି ନା ମନ୍ତ୍ରୀ ପାଖରେ ଆମେ ଆଶ୍ଚର୍ଯ୍ୟ ମନ୍ତ୍ରୀ ବୋଲି ଗୁଣ ଗାଉଛୁ ଆଶ୍ଚର୍ଯ୍ୟ ମନ୍ତ୍ରୀ ସେ ନୁହନ୍ତି ସେ ହେଉଛନ୍ତି ଆଶ୍ଚର୍ଯ୍ୟ ହି ହିମସେଲ୍ଫ ଇଜ୍ ୱଣ୍ଡରଫୁଲ ତାଙ୍କ ନାଁ ହେଉଛି ଆଶ୍ଚର୍ଯ୍ୟ ଦେଗିତେରୁ ପୀଦେರಂಗ ଯୀଶୁ ପଦ ବ୍ୟଞ୍ଜନାଙ୍ଗ ବୋଲି ଲେଖା ହେଇଛି କୁହାଗା ଯୀଶୁ ତାର ପଦ ବ୍ୟଞ୍ଜନ ପୀଦେರಂಗ ବୋଲି ଦେଗିତେରୁ ଭୂତ ପ୍ରେତ ଚିରୁଗୁଣି ଡାହାଣୀ ଯେତେ ଯୀଶୁ ନାଁ ଶୁଣିଲେ ଦୌଡ଼ନ୍ତି ହାଲେଲୁୟା କୌଣସି ମନ୍ଦ ଆତ୍ମା କିଛି କରିପାରିବ ନାହିଁ ଯୀଶୁ ନାମରେ ଏତେ ତାକତ ଅଛି ସ୍ୱର୍ଗ ପୃଥିବୀ ମାଲିକ ଯୀଶୁ କ'ଣ ଲେଖା ହେଇଛି ଆକାଶ ମଣ୍ଡଳ ତଳେ ପୃଥିବୀ ଉପରେ ମନୁଷ୍ୟମାନଙ୍କ ମଧ୍ୟରେ କାହାରିକୁ ସେ ନାମ ଦିଆଯାଏ ନାହିଁ ଯୋଉ ନାମରେ ପରିତ୍ରାଣ ଅଛି ପାପ କ୍ଷମା ଅଛି ସେଇ ନାମରେ ସ୍ୱର୍ଗ ପ୍ରାପ୍ତି ଅଛି ପରିତ୍ରାଣ ମୁକ୍ତି ଉଦ୍ଧାର ଅଛି ଏଥିପାଇଁ ଆଜି ଆମେ ଦେଖୁଛୁ ତାହାଙ୍କ ନାମ ଆଶ୍ଚର୍ଯ୍ୟ ମନ୍ତ୍ରୀ ତାପରେ କ'ଣ ଲେଖା ହେଇଛି ମା କାହାକୁ ଲେଖା ହଉଛି ଏଇଟା କାହାକୁ କୁହାଉଛି ପୁତ୍ର ଯିଏ ପୁତ୍ର ହେଇକି ଜନ୍ମ ସେ ପୁଣି ପରାକ୍ରାନ୍ତ ପରମେଶ୍ୱର ତାପରେ ଅନନ୍ତକାଳୀନ ପିତା ସେ ହେଉଛନ୍ତି ପୁଅ କିନ୍ତୁ ତାଙ୍କ ନାଁ ଅନନ୍ତକାଳୀନ ପିତା ଏଭରଲାଷ୍ଟିଂ ଫାଦର କାଲେଂ କାଲା ନେଇମା ମାନି ଆବା କୁଇ କଥାରେ କାଲେଂ କାଲା ନେଇମା ମାନି ଆବା ଯୀଶୁ ଓ ଆବା ପ୍ରାର୍ଥନା କି ପିନାସୁ ଆମେ ତ ସୈନ୍ୟ ଅଧିପତି ସଦାପ୍ରଭୁ ମହାନ ପରମେଶ୍ୱର ଜିଓବା ରାଫା ଜିଓବା ଜାଇରା ବଡ ବଡ ବିଶେଷ ବିଶ୍ଳେଷଣ ନେଇ ପୁରା ଆବା ବୋଲି ପ୍ରାର୍ଥନା କରୁନୁ ବାପା ବୋଲି କହିଲେ କୋଳରେ ଯାଇକି ବସିବ ହେଲା ଯୀଶୁ ଯେତେବେଳେ ପ୍ରାର୍ଥନା ଶିଖାଇଲେ କ'ଣ ପ୍ରାର୍ଥନା ଶିଖାଇଲେ ଆଏ ଆମ୍ଭମାନଙ୍କର ସୈନ୍ୟାଧିପତି ସଦାପ୍ରଭୁ ବୋଲି ପ୍ରାର୍ଥନା ଶିଖାଇଲେ କି ତମେ ପ୍ରାର୍ଥନା କଲେ ଏପରି ପ୍ରାର୍ଥନା ହେ ସ୍ୱର୍ଗସ୍ଥ ପିତା ଅଧରାତିରେ ଶୋଇଥିଲେ ମଧ୍ୟ ଡାଡି ବୋଲି ଯାଇପାରିବ ମାମି ବୋଲି ଯାଇପାରିବ ବାଥରୁମରେ ଥିଲେ ମଧ୍ୟ ଦୁଆର ବାଡେଇ ପାରିବ ଏ ମାମି ଏ ଡାଡି ବୋଲି ବାପାଙ୍କ ପାଖକୁ ଯିବା ପାଇଁ ପରମିଶନ ଦରକାର ନାହିଁ ହ୍ୟାଲୋ ଶୁଣୁଛ ତ ଆମ୍ଭର ପିତୃଦେବ ଆମ୍ଭେ ଆପଣଙ୍କୁ ଦର୍ଶନ କରିପାରିବା କି ଅନୁଗ୍ରହ କରିକି ଆମକୁ ଆଦେଶ ଦେବେ କି ବୋଲି ଆପ୍ଲିକେସନ ଲେଖିବ କି ତମେ ସ୍କୁଲରୁ ଫେରିଲେ ତମେ କହିବ କି ମାଆକୁ ଆମ୍ଭର ଜନନୀ ଆମ୍ଭକୁ କ୍ଷୁଧା ଲାଗୁଅଛି ଅନୁଗ୍ରହ କରି ଆମମାନଙ୍କୁ ଖାଦ୍ୟ ଦେବେ କି ଏ ବାଡ଼ିଦେଲେ ବୋଲି ବହିପତ୍ର ଫୋପାଡ଼ିକି ପିଲାମାନେ ରନ୍ଧା ଘରେ ପଶି ଯାଆନ୍ତି ଜୋତା ପିନ୍ଧିକି ମୁଁ ଯାଆନ୍ତି ଏ ଜୋତା ବାହାର କରେ ଡ୍ରେସ୍ ବାହାର କରେ ବାପା ମା କହିଲେ ଅଧିକାର ସେମିତି ଥାଏ
हे स्वर्गस्थ पिता बापा बोल कि टेस्ट करो तो पिता ईश्वर को देखियो केमती लगे ईश्वर बोले 10 फुट दूर थी दंडबोध कर बापा कहले कोड़े बस सबू जाक पैसा उड़ेला किए आमर मिस्टर अपय पुत्र अरे बाइबल अपय पुत्र कहू ना भाई कहला से बाइबल अपय पुत्र कहू ना तमें पढ़े जान से भाई कहला अपव्य पुत्र तोर तो पुओटा अपव्य कला कुलांगार बोली कहूँ भाई तुम भाई तो कुलांगार कह तुम माडगोल हेब कि ना निश्चय बुल्ला 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 सब पैसा उड़े देला कोड़ी पकड़ा खाई कोड़ी पानीपुरी खाई कोड़ी कौन कर जुआ खेली तार केते बॉयफ्रेंड केते गर्लफ्रेंड तार सांग साथ हो जाइए बिजनेस बिजनेस कला सब किसी कला सबू सर पॉकेट खाली सांग कई नहांती ए तुम जो सांग करके बुलुच ना तो दिन तुम पॉकेट जो दिन पैसा खत्म सांग मत से खत्म डोंट ट्रस्ट योर फ्रेंड्स बंधु मान विश्वास कर जेबे जो माने कि विपद रे तुम संगे थे आगा बंधु बोली कह पैसा पत्र थे गुड़ाए सांग आसवे लास्ट कोटी कम कला जान घुसरी कंपानी मैनेजर कम कला खाइबा को मिललानी आ घुसरी मान खाद्य खाइबा चाहिए बांछा कला अरे ता पेटे तो तले घोषड़ुची सी तुमको कड़े खाइबा को दियो से खाद्य मिलला ना हठात बापा को मन पड़गला बापा को मन पड़ी कौन कहूँ मु चेतना पाई कहला उठीबी बापा पाखु जी उठीबी कहीकि बसी ना उठी पड़ला ये किए बसीच उठ आज फेर आद्य प्रेम यदि परित्याग करिच जोड़ी पतन से फेर जोड़ी पतन हो तुम जीवन रो आत्मिक जीवन रे तुम पालक जानी ना तुम स्वामी जानी ना तुम स्त्री जानी ना तुम पुओ झील जानी ना तुम मंडल जानी ना कि मोर मंडल जानी ना मोर कोड़ी पतन हो तुम कोड़ी पतन तुम जानी मुझे जानी से जगह फेर ये पिला उठिला आ बापा पाखु गला कौन बोली गला कहला आम घर चाकर मैंने खाई खाद्य बढ़ुच फोपाड़ुंट मत खाइबा को मिलूना मुझे बापा कहबी शेष करवा कौन बोली कहबी बापा मु तुम पुओ होगा योग्य नुहे मत चाकर करके रख बोले ड्रामा घुसला बेले घुसी घुसी जाऊँगी चाकर करके रख चाकर करके रख चाकर एटा जाकि बापा कहबी एटा कहले बापा संतुष्ट हो जाए पर देख केमती तार चिंता कही कहीकि से रिहर्सल जमी करते ड्रामा सेमती से गला पहुंचला बापा दौड़े ना पुओ दौड़ा बापा दौड़े ब्रेकफास्ट समय देखुले बाहर को जाइए लंच समय देखुले मध्याह्न समय 4टा 5टा चा पीला बेले बाहर को आसी देखु मो पुओ फेरुथिव परा राति मत देखुले ये कड़े दौड़ ये तो हाड़ कंकाड़ धरिक अच्छी नुखरा बाड़ हो नख बाहर महला तार दांत घोष ना ब्रश करना कि ना हाँ ड्रेस पड़ा सब छिंडी चपल मुद नथिव तार घुसरी कंपानी कम करते बोले से लोक केमती विचित्र कथा बापा कुंडे पकईले कहवाक चान्स देले ना से कौन कहला चाकर कर रख चाकर ये कह बापा भावुले कहले बापा संतुष्ट हो कुंडे अरे अरे आस रे गधे दियो मुझे गरम पानी कर गधे थी महला दस ना ता देहरे तार नख सब बड़ बड़ हो नख काट दे नुआ वस्त्र पिंधा तार बाल काट दे तार दाढ़ी काट दे सांपुरे बात करे भलरे मुदी पिंधेले जोता पिंधेले भोजी कले डीजे फिजे बाजिला सब लासिले डेन्स कले ता भाईटा बाहर काम करूला बिलर आसला कुड़ी कदाल धरिक आसला कौन चलती घरे आज तो कार बाद रे ना मु तो बा भी है ना मो छुआ पिलार तो बाद रे ना बापांगर बाद रे ना मामीर मत बाद रे ना आ कुलांगर तो गोटे थिला पड़े थिला कुआडे कौन है बोली पचारे ना तुम भाईटा जो हजी थिला फेरिला आज्ञा से घर को जीवाको मंगिला ना बोली बाइबल कहूँ से बड़ भाई कौन कला घर को जीवाको घर पिला घर को जाऊ ना देख केमती अवस्था आज अनेक मंडली लोक मंडली को जाती ना कि अवस्था किए गोटे कहला तुम बड़ पु आसिकी बाहर ठिया आज्ञा बापा आसिले पुओ को तो भितर नहीं तार तो डेकोरेशन चली कौन कर बाहर से कौन बोले कहला जानी कि से कुलांगार सबू जाक संपूर्ण है अपव्य कला से कहला अपव्य कला से आसबार भोजी करुच मोर सांग मान सहित भोजी करने मत छेली छुआ गोटे तुम देना अरे छेली छुआर मांस किए खाइब कर पिले घिन घिन लगे ना छेली छुआर मांस खासी मांस से किए खाती छेली छुआर मांस छेली छुआ मागुच लालुआ लालुआ हो किए खाइब छेली छुआ मागुची कौन कहला मु तुम घरे मूलिया खोटुची एते वर्ष है छेली छुआ मत देना क्या कहूँ बापा को कहूँ बापा पैसा पत्र तुमको देना
ଆରେ ହଜାର ହଜାର ଟଙ୍କା ବାପା ମା ଦେଇଛନ୍ତି ତମକୁ, ତମେ ଛେଳି ଛୁଆ ମାଗୁଛ ସାଙ୍ଗମାନଙ୍କ ସହିତ ପାର୍ଟି କରିବା ପାଇଁ। ଇଏ କହୁଛି ଚାକର ହେବି, ସେ କହୁଛି ମୂଲିଆ ହେବି। ଘରର ପୁଅ ପୁଣି ମୂଲିଆ, ଘରର ପୁଅ ପୁଣି ଚାକର। ସେ ବାହାରେ ହଜିଲା, ମେଣ୍ଢା ବାହାରେ ହଜିଲା, ଇଏ ଘରେ ହଜିଲା, ମୁଦ୍ରାଟା ଘରେ ହଜିଥିଲା ହେଲା। ଅପବ୍ୟ ପୁତ୍ର ବାହାରେ ହଜିଥିଲା, ମେଣ୍ଢା ଯେମିତି ବାହାରେ ହଜିଥିଲା। ପୁତ୍ର ବଡ ପୁଅ ଘରେ ଥାଇକି ଘରେ ହଜି ଯାଇଛି, ମୁଦ୍ରା ଯେମିତି 10ଟା ମୁଦ୍ରା ଗୋଟେ ମୁଦ୍ରା ହଜି ଯାଇଥିଲା। ସେ କହୁଛି ମୁଁ ମୂଲିଆ, ସାନ ପୁଅ କହୁଛି ଚାକର। ବାପା କେବେଲେ ଚାକର ମୂଲିଆ ବୋଲି କହିବେ କି ପିଲାମାନଙ୍କୁ? ଓ ଷେଣ୍ଢ ମାନେ ମାୟାବତୀ ବୋଲି କହିଲେ ସିଧା ସ୍ୱର୍ଗକୁ ପ୍ରାର୍ଥନା ଯିବ। ବାପା ବୋଲି ପ୍ରାର୍ଥନା କରିବା ପାଇଁ ଶିଖ ଯୀଶୁ ନାମରେ, ତମେ ଦେଖିବ ତମ ପ୍ରାର୍ଥନା ଶୀଘ୍ର ପହଞ୍ଚିବ। ଖାଲି ବଡ ବଡ ନା ସଫା ଏକଦମ ପରମେଶ୍ୱର, ଇମାନୁଏଲ, ଆଉ ସୈନ୍ୟାଧିପତି, ସଦାପ୍ରଭୁ, ପରାକ୍ରାନ୍ତ ପରମେଶ୍ୱର, ଯେତେ ନା ବାଇବଲରେ ଘୋଷି ଘୋଷି କହିକି ଗୋଟେ ମଧ୍ୟ ଥର ପିତା କହିବ ନାହିଁ ବୋଲେ ସବୁ ଯାକ ନା ସ୍ୱର୍ଗରେ ପହଞ୍ଚି ପାରିବ ନାହିଁ। ଜାଣିଛ ନା ଏତେ ଭୟଙ୍କର ନା ଗୁଡା ସେଟା। ସେଟା ଉଚ୍ଚାରଣ କରିବାର ମଧ୍ୟ ଅଧିକାର ମୋର ନାହିଁ। ଜିହୋବା, ୟାବେ, ଆଡୋନାଇ, ଏ ଯୋଉ ପଦ ଗୁଡାକ ଆମେ ନେଉ ଠିକ ଅଛି, ଈଶ୍ୱରଙ୍କର ଗୌରବ ମହିମାର ନାଁ ଗୁଡାକ। ବାପା କହିବା ତାକୁ ସିଧା ସ୍ୱର୍ଗରେ। ସ୍ଥାନ, କାଳ, ପାତ୍ର। ବାପା ଯୋଉଠି ଥିଲେ ମୋତେ ଯାଇପାରିବ, ଯୋଉ କାଳ ବୋଇଲେ ଯୋଉ ସମୟରେ ଯାଇପାରିବ, ଯିଏ ଥିଲେ ମୋତେ ପାଖରେ ଯାଇପାରିବ। ଏଥିପାଇଁ ଆମେ ବାପାଙ୍କ ପାଖକୁ ଯିବା ପାଇଁ ଯୀଶୁଖ୍ରୀଷ୍ଟଙ୍କ ମାଧ୍ୟମରେ ପଥ ପାଇଛୁ, ପବିତ୍ରାତ୍ମାଙ୍କର ସହାୟତାରେ। ପ୍ରେଜ୍ ଦ ଲର୍ଡ। ଆମ ଭିତରେ ସାହାଯ୍ୟକାରୀ ପବିତ୍ର ଆତ୍ମା ଅଛନ୍ତି। ଯଦି ଆପଣ ପାରୁନାହାନ୍ତି, ମୁଁ ପାରୁନାହିଁ, ସାହାଯ୍ୟ ମାଗିବା। ସାହାଯ୍ୟକାରୀ ପାଖରେ ଥାଇକି ମଧ୍ୟ ଯଦି ସାହାଯ୍ୟ ମାଗୁନୁ, ଆମଠୁ ଦୁଃଖୀ କିଏ ନାହିଁ। ପବିତ୍ର ଆତ୍ମା ସବୁ ଅବସ୍ଥାରେ ଆମ ସାଙ୍ଗରେ ଅଛନ୍ତି। ଗୋଟିଏ କାରଣରେ ପବିତ୍ର ଆତ୍ମା ଛାଡିକି ଚାଲି ଯାଆନ୍ତି। ଯଦି ଜଣେ ପବିତ୍ର ଆତ୍ମା ପ୍ରାପ୍ତ ବ୍ୟକ୍ତି, ପରିତ୍ରାଣ ପ୍ରାପ୍ତ ବ୍ୟକ୍ତି ବ୍ୟଭିଚାରରେ ପଡିଗଲା, ମନ୍ଦିର ଅଶୁଚି ହେଇଗଲା, ପବିତ୍ର ଛାଡିକି ପଡେ, ଭିତରେ ରହିବେ ନାହିଁ। ଅଶୁଚି ମନ୍ଦିରରେ ପବିତ୍ର ଆତ୍ମା ରୁହନ୍ତି ନାହିଁ। ତୁମାନେ କି ଜାଣ ନାହିଁ ତୁମାନଙ୍କ ଶରୀର ପବିତ୍ର ଆତ୍ମାଙ୍କ ମନ୍ଦିର। ପ୍ରଥମ କରନ୍ତି 3:16 ଲେଖା ହେଇଛି, ତୁମେ ଗୋଟେ ମନ୍ଦିର, ମୁଭିଂ ଟେମ୍ପଲ। ହାଲେଲୁୟା। ଠିଆ ହେବେ ସମସ୍ତେ ନିଜ ଜାଗାରେ।